ହରି ଓମ୍ ହରି ଓମ୍। ଆଜ୍ଞା ଗୁରୁ ଭାଇ ଭଲ ଅଛନ୍ତି? ଆଜ୍ଞା ଆଜ୍ଞା ଭଲ। ଆପଣ ଭଲ ଅଛନ୍ତି? ଆଜ୍ଞା। ଆଜ୍ଞା ଆଜ୍ଞା କୁହନ୍ତୁ। ଆଉ ବ୍ୟସ୍ତ ନାହାନ୍ତି ତ? ଫ୍ରି ନା ଅଛନ୍ତି ନା ତ? ନା କଥା ହେଇପାରିବା ଆଜ୍ଞା କୁହନ୍ତୁ। ଆଜ୍ଞା। ମାନେ ମୁଁ ଗୋଟେ ପ୍ରଶ୍ନ ଥିଲା ମନରେ। ଆଜ୍ଞା ମୁଁ ଯେତେବେଳେ ଆପଣଙ୍କ ଭିଡିଓ ପ୍ରଥମେ ପ୍ରଥମେ ଦେଖୁଥିଲି, ଆଜ୍ଞା ଆଜ୍ଞା ନା ମତେ ଗୋଟେ ଆଶ୍ଚର୍ଯ୍ୟ ଲାଗିଲା। ମୁଁ କହିଲି ମୁଁ କେମିତି ବ୍ରହ୍ମ, ମୁଁ କେମିତି ଈଶ୍ୱର? ଆଚ୍ଛା 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 ଆଚ୍ଛା। ଓହୋ। ଗୋଟେ ଆଜ୍ଞା 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 ଗୋଟେ ମୁଁ ଭାବିଲି ସମସ୍ତେ ତ ପୂଜା କରୁଛନ୍ତି ବାହାରେ, ଆଜ୍ଞା ଆଜ୍ଞା ଦିଅଁ ଆଜ୍ଞା ଦେବତା ସବୁ ବାହାରେ ମନ୍ଦିର ମଠ ମନ୍ଦିରରେ ପୂଜା କରୁଛନ୍ତି, ମୁଁ ବହୁତ କେମିତି ବ୍ରହ୍ମ? ବହୁତ ଗଭୀର କଥା। ଆଜ୍ଞା କୁହନ୍ତୁ କୁହନ୍ତୁ। ମତେ ଗୋଟେ ଆଶ୍ଚର୍ଯ୍ୟ ଲାଗିଲା ଯେତେ ଆପଣଙ୍କ ଭିଡିଓ ଯେମିତି ମୁଁ ଧୀରେ ଧୀରେ ଦେଖିଲି, ଆଜ୍ଞା ଆଜ୍ଞା ତାପରେ ଧୀରେ ଧୀରେ ମୋ ମନରେ ଗୋଟେ ଦ୍ୱନ୍ଦ୍ୱ ଆସିଲା, ମାନେ ପ୍ରଶ୍ନ ଆସିଲା, ଆଜ୍ଞା। ମାନେ ମାନେ ବିଶ୍ୱାସ ଜନ୍ମିଲା, ମାନେ ସତରେ ମୁଁ ନୁହଁ ତ? ଆଚ୍ଛା ଆଚ୍ଛା ଏମିତି ଆଚ୍ଛା ଗୋଟେ ପ୍ରଶ୍ନ ଆଚ୍ଛା ଉଠିଲା ଆଚ୍ଛା ମୋ ଆଚ୍ଛା ମନରେ। ଆଚ୍ଛା ବୁଝିହେଲା ବୁଝିହେଲା କୁହନ୍ତୁ। ବୁଝିପାରୁଛନ୍ତି ତ? ଆଜ୍ଞା 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 ଯେତେବେଳେ ମାୟା ଭାବି ଦେଇଥିଲି, ସବୁଆଡେ ପୂଜା କରୁଥିଲେ, ମୁଁ ଦେଖୁଥିଲି ନା ଆମ ଚାଲିଛି ସବୁ ନୀତି ପ୍ରଥା ପରମ୍ପରାରେ। ଆଜ୍ଞା ତା ଯେତେବେଳେ ଆପଣ ଯେତେବେଳେ ମୁଁକୁ ନେଇକି ବହୁତ ଭିଡିଓ ଦେଖିଲି ଆପଣଙ୍କର, ଆଜ୍ଞା 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 ମୁଁ କିଏ, ମୁଁ ସେତେବେଳେ କୋଉଠୁ ହଁ ଆସିଛି, ହଁ ମୋ ସ୍ୱରୂପ କଣ? ସେତେବେଳେ ମୁଁ ନିଜ ଆଡିକି ନେଇକି ସେ କଥାଟାକୁ ଭାବିଲି, ମୋ ମନରେ ଗୋଟେ ଦ୍ୱନ୍ଦ୍ୱ ଉଠିଲା, ଆରେ ସେ ମୁଁ ସେଇଆ ନୁହଁ ତ? ଆଚ୍ଛା ଏ ତ ଆଚ୍ଛା ବାରମ୍ବାର କାହିଁ ନିଜକୁ କହୁଛନ୍ତି ମୁଁ ସେଇ ଶରୀର, ମୁଁ ସେଇ ଈଶ୍ୱର, ମୁଁ ସେଇ ବ୍ରହ୍ମ? ଆଜ୍ଞା ଆଜ୍ଞା ଆଜ୍ଞା। ଟିକେ ବୁଝେଇଲେ ଏଇଟା। ନାଇଁ ନାଇଁ ନିଶ୍ଚୟ। ଦେଖନ୍ତୁ ମୂଳରେ ହେଲା ଆଜ୍ଞା ପ୍ରାଥମିକ, ଆମେ ଦେଖନ୍ତୁ ଛୋଟବେଳଠୁ ଯେଉଁ ପରିକା ମାନିଛେ, ଯେଉଁ ପରିକା ଦେଖିଛେ, ସେଇ ସବୁ ଜିନିଷ ହେଲା ଆମ ସଂସ୍କାର। ଆମେ ଆଜ୍ଞା ଯାହା ବି ପରଖୁଛେ ନିଜ ସଂସ୍କାରକୁ ଆଧାର କରିକରି ପରଖୁଛେ। ତ ଆଜ୍ଞା ଛୋଟବେଳଠୁ ଆମେ ଯେହେତୁ ଈଶ୍ୱରଙ୍କୁ ଆକାରରେ, ଆକୃତିରେ, ରଙ୍ଗ ରୂପରେ ଚିହ୍ନିଥିଲେ, ସେଇ ସଂସ୍କାର ହିଁ ଆମକୁ ସତ୍ୟକୁ ଚିହ୍ନିବା ପାଇଁ ଗୋଟେ ଅବରୋଧ ହେଉଥିଲା, ମାନେ କଷ୍ଟ କଷ୍ଟ ଦେଉଥିଲା, ବାଧା କରୁଥିଲା, ବିଘ୍ନ ହେଉଥିଲା। ଧରିପାରୁଛନ୍ତି? ଏମିତି ତ ଯଦି ଏ ଶରୀର କଥା ବି କହିବି, ମୁଁ ବି ସେମିତି ହିଁ ପୂଜା କରୁଥିଲି, ସେମିତି ହିଁ ଦ୍ୱୈତ ରୂପରେ ଥିଲି। ମୁଁ ଦର୍ଶନ କଲା ପରେ, ମୁଁ ଚିହ୍ନିଲା ପରେ ମନରେ ସ୍ପଷ୍ଟତା ଆସିଲା। ତାପରେ ଶାସ୍ତ୍ରକୁ ପଢ଼ିଲି, ତାପରେ ଅନେକ ସାଧୁସନ୍ତଙ୍କ ଯେଉଁ ସ୍ୱଚ୍ଛ କଥାକୁ, ନିର୍ମଳ କଥାକୁ ମୁଁ ଭିଡ଼ିଓ ମାଧ୍ୟମରେ ଦେଖିଲି, ଗୁରୁଦେବଙ୍କ ବାଣୀକୁ ଶୁଣିଲି। ଆଉ ଏ କଥାକୁ ପରଖିକିରି ମୋ ଅନୁଭବ ସାଙ୍ଗରେ କଥାକୁ ମୁଁ ସ୍ପଷ୍ଟ ହେଲି ଯେ ଏ ସତ କହୁଛନ୍ତି, ମୁଁ ହିଁ ସେଇ ବ୍ରହ୍ମ, ମୁଁ ଅଦ୍ୱୈତ। ନିଜ ତତ୍ଵକୁ ମୁଁ ଚିହ୍ନି ପାଇଲି। ଏ ଶରୀରର ମାନେ ଯେଉଁ ଅନୁଭବ ଯଦି ଆପଣଙ୍କୁ କହିବି, ଏଠି ଟିକେ ଓଲଟା ହେଇଛି। ଓଲଟା ହେଇଛି କ'ଣ? ଓଲଟା ବି କହିପାରିବାନି। ଆକ୍ଚୁଆଲି ପ୍ରାଥମିକ ଦଶାରେ ଜଣେ ଶିଶୁ ଶାସ୍ତ୍ର ପଢ଼େ, ସତ୍ସଙ୍ଗ କରେ, ଗୁରୁ କରେ, ତାଙ୍କ ପାଖରେ ରହିକିରି ଧୀରେ 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 ବ୍ରହ୍ମାନୁଭୂତି କରେ। କିନ୍ତୁ ଆର ପକ୍ଷରେ ଆଉ ଗୋଟେ ବିଧି ବି ଅଛି। ଯଦି ଜଣଙ୍କ ମନରେ ମୁମୁକ୍ଷତ୍ୱ ଆସିଯିବ, ବ୍ରହ୍ମ ଆଜ୍ଞା ଜିଜ୍ଞାସା ଆସିଯିବ, ନିଜକୁ ଚିହ୍ନିବାର ଇଚ୍ଛା ପ୍ରବଳିତ ହେବ, ତ ସେ ବ୍ୟାକୁଳ ହେଇକିରି ଖୋଜିବେ। ତ ଖୋଜିବେ ତ ଗୁରୁଙ୍କୁ ପାଇବେ। ଗୁରୁଙ୍କୁ ପାଇଲେ କ'ଣ ହେବ? ସେଠୁ ସାଧନାରତ ହେବେ। ସାଧନାରତ ହେଲେ ଧୀରେ ଧୀରେ ସେ ସତ୍ୟକୁ ଚିହ୍ନିବେ, ବୁଝିବେ। ବୁଝିପାରୁଛନ୍ତି? ତେବେ କ'ଣ ହେବ? ସତ୍ୟକୁ ଚିହ୍ନିଲେ ବି ବ୍ରହ୍ମାନୁଭୂତି ହେଇପାରିବ। ତ ଦୁଇ ପକ୍ଷରେ ବି ଦିଟା ଯାକ ଠିକ୍, ଏକା ହିଁ। କିନ୍ତୁ ଯଦି ମୋ ପକ୍ଷରେ କହିବି, ଦ୍ୱିତୀୟ ଅନୁଭବ ହେଇଥିଲା। ମୁଁ ଖୋଜିଲି, ମୁଁ ତାପରେ ବୁଝିବା ପାଇଁ ଚେଷ୍ଟା କଲି, ବିଭିନ୍ନ ଯୋଜନା କଲି। ତାପରେ ମୁଁ ଇଣ୍ଟରନେଟ୍ରେ ଗୁରୁଦେବଙ୍କୁ ପାଇକିରି, ଗୁରୁ ହେଲେ, ଦେଖନ୍ତୁ, ଗୁରୁ ହେଲେ ଜ୍ଞାନ, ଗୁରୁ ଆଜ୍ଞା ଶରୀର ନୁହନ୍ତି। ଗୁରୁଙ୍କ ଜ୍ଞାନକୁ ଆମେ କେଉଁ ମାଧ୍ୟମରେ ପାଉଛେ, ସେ ମାଧ୍ୟମରେ ବି ଆମେ ଗ୍ରହଣ କରିପାରିବା। ଇଣ୍ଟରନେଟ୍ରେ ବହୁତ ଉଚ୍ଚ କୋଟିର ସାଧୁସନ୍ତଙ୍କ ସତ୍ସଙ୍ଗ ଅଛି, ତାକୁ ଶୁଣିପାରିବା, ତାକୁ ପରଖି ପାରିବା। ବୁଝିପାରୁଛନ୍ତି? ଶାସ୍ତ୍ର ଅଛି ଆମ ପାଖରେ, ତାକୁ ପଢ଼ିପାରିବା। ଏଠି ମଣିଷ ଦେଖନ୍ତୁ ଟିକେ ଅବିବେକୀ ହେଇଯାଇଛନ୍ତି। ଅବିବେକୀ ମାନେ କ'ଣ? ଆପଣ ଯଦି ମୁଁ 10 ଟଙ୍କିଆ ଗୋଟେ ନୋଟ୍ଟେ ଦେବି, ମୁଁ କହିବି ଆପଣଙ୍କୁ 100 ଟଙ୍କା, ଆପଣ ଆଜ୍ଞା। ମାନିବେ? ନା, କେମିତି ମାନିବି? ଆଚ୍ଛା, କାହିଁ ମାନିବେନି? ଆପଣ ଜାଣିଛନ୍ତି ଏଇଟା 10 ଟଙ୍କା, ଏଇଟା ସେଇଟା 10 100 ଟଙ୍କା। ଟଙ୍କାଟା। ଆଜ୍ଞା ଆଜ୍ଞା ବୁଝିପାରୁଛନ୍ତି? ଆଉ ଦ୍ୱିତୀୟ ଭାବି ନିଅନ୍ତୁ, ଆପଣ ଅନପଢ଼ ଅଛନ୍ତି, ଆପଣ ପଢ଼ିନାହାନ୍ତି, ଅଧିକ ପଢ଼ିନାହାନ୍ତି। ଆପଣଙ୍କୁ 10 ଟଙ୍କା ଦେଇକିରି ମୁଁ 100 ଟଙ୍କା କହିଲି। ସେଠି ଆପଣ କ'ଣ କରିବେ? ପଢ଼ା ଲେଖା ବ୍ୟକ୍ତିଙ୍କୁ ପଚାରିବେ ନା ନାହିଁ? ଆଜ୍ଞା, ନିଶ୍ଚିନ୍ତ ପରଖିବୁ। ପରଖିବେ ନା ନାହିଁ? ଏଇଟା ବାବୁ ଦେଖିଲେ, ଏଇଟା ଯେଉଁ ଭାଇ ଦେଉଛନ୍ତି, ଏଇଟା କେତେ ଟଙ୍କା? ମୁଁ ଟିକେ ପଢ଼ିନି ଆଜ୍ଞା। ବେଶୀ, ମୁଁ ଟିକେ ଚିହ୍ନିନି, ଟିକେ ମୋତେ ବୁଝେଇଲ, ଏଇଟା କେତେ ଟଙ୍କା? କାହିଁକି ନା ପଚାରିବେ ଏଇଟା ନା ନାହିଁ? ପଇସା ନା, ଏଇଟା ମୁଖ୍ୟ ଜିନିଷ। ପଇସାର ପଚାରିବି ତା ମୂଲ୍ୟକୁ ନିହାତି। ଯେହେତୁ ଆମେ ବୁଝିଛେ, ସେଠି ଆଜ୍ଞା, ପରଖି ନିରୀକ୍ଷିକିରି ତାକୁ ଚିହ୍ନୁଛେ। ଚିହ୍ନୁଛେ। ହଁ ହଁ ଏଠି ସାଧନାର ମୂଲ୍ୟକୁ ଯେହେତୁ ଆମେ ବୁଝିନେ,
ସାଧନାର ବହୁତ ଆବଶ୍ୟକତାକୁ ଯେହେତୁ ବୁଝିନେ ଆମେ ସେଠି କ'ଣ ନା ଯେଉଁ ପରିକା ଦେଖୁଛେ ସେଇ ପରିକା ମାନି ନେଇଛେ। ଆଉ ମାନେ ଦ୍ୱିତୀୟ ପକ୍ଷରେ ଯଦି ଆମେ ବୁଝିବା ଆମ ଭିତରେ ଗୋଟେ ଡର ରହୁଛି। ଡର ରହୁଛି। ହଁ, ଆମେ ଠାକୁରଙ୍କୁ ଯଦି ଆମେ ପଚାରୁନି, ଆମେ ପ୍ରଶ୍ନ ଆଜ୍ଞା, କରୁନି। ଆମେ ପ୍ରଶ୍ନ କାହିଁ କରୁନେ? କାଳେ ଠାକୁରଙ୍କ କଥା ଯଦି ଆମେ ପଚାରିବା ପରଖିବା, ହଁ, ଆଉ କାଳେ କାଳେ ଆମକୁ ହଉଛି ସାକ୍ର କାଳେ ଠାକୁର ଶ୍ରାପ ଦେବେ, ସାପେ କାଳେ ଦେବେ। କିଛି ହଁ, ଆକ୍ସିଡେଣ୍ଟ ହେଇଯିବ, କାଳେ କିଛି କ୍ଷୟକ୍ଷତି ହେଇଯିବ, କାଳେ ଦେହ କିଛି ଖରାପ ହେଇଯିବ, ପାରିବାରିକ ଅଶାନ୍ତି ସୃଷ୍ଟି ହେବ, କାଳେ ଗୁରୁଦେବ ରାଗିବେ, କ'ଣ କହିବେ, ବୁଝୁଛି? ଏ ଡରରେ ବି ଅନେକ ଲୋକ ପରଖୁ ନଥାନ୍ତି। ଏଇ ଡରକୁ ନେଇକିରି, ଏଇ ଅନ୍ଧବିଶ୍ୱାସକୁ ନେଇକିରି ବିରାଟ ବିଜନେସ୍ ଚାଲିଛି। କିଏ ଠାକୁରଙ୍କ ମୂର୍ତ୍ତିକୁ ଦେଖେଇକିରି, ଦର୍ଶନ ଦେଖେଇକିରି ପଇସା କମାଉଛନ୍ତି, କିଏ ଭୋଗ ପ୍ରସାଦ ବିକିକିରି ପଇସା କମାଉଛନ୍ତି, କିଏ ରାଶିଫଳ, ବାସ୍ତୁଦୋଷ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, କେତେ କ'ଣ ବିଜନେସ୍ ଚାଲିଛି। କିନ୍ତୁ ଆଧ୍ୟାତ୍ମିକତାର ଯେଉଁ ଉଦ୍ଦେଶ୍ୟ ଥିଲା, ଯେଉଁ ଅନେକ ସୁଖ ଥିଲା, ଯେଉଁ ଅମୂଲ୍ୟ ପ୍ରାପ୍ତି ଥିଲା, ଯେଉଁ ଅପାର ଜ୍ଞାନ ଥିଲା, ଆଜ୍ଞା। ସେସବୁ ଜିନିଷ ଲୁଚି ଯାଇଛି। ବୁଝିପାରୁଛନ୍ତି? ତାପରେ ଆଉ ଗୋଟେ କଥା, ଆପଣ ହଉଛି ପ୍ରଥମେ ତ ଆପଣ ବିଶ୍ୱାସ କରୁନଥିଲେ, ତାପରେ ବିଶ୍ୱାସ ଦୃଢ଼ୀଭୂତ ହେଲା କେମିତି? କାହିଁକିନା ଆପଣ ଦୃଢ ହେଲା। ଅନୁଭବ କୁହନ୍ତୁ। ଜଣଙ୍କ ଅନୁଭବ ଶୁଣିଲେ ବି ହଁ ଅନେକ ହଁ ଲୋକଙ୍କ ଭିତରେ ମାନେ ବିବେକ ଜାଗୃତ ହବ। ଦୃଢିତ ହେଲା କେମିତି? ମୁଁ ଦେଖନ୍ତୁ, ମୋ ଭିତରେ ଗୋଟେ ଡାଉଟ ଥିଲା। ଆଜ୍ଞା, ମୁଁ ଇଏ ସବୁ ପ୍ରଥା ପରମ୍ପରା, ଇଏ ଠାକୁରଙ୍କୁ ଯୋଉ ପୂଜା କରନ୍ତି, ମୁଁ ୟା ଭିତରେ ଗୋଟେ ବହୁତ ପ୍ରଶ୍ନ ଉଠୁଥିଲା, ବହୁତ ମାନେ ମାନେ ଦ୍ୱନ୍ଦ ଥିଲା ମନ ଭିତରେ। ଆଜ୍ଞା, ମୁଁ ଆଜ୍ଞା, କହିଲି ଆରେ ଇଏ ସବୁ କଣ କରୁଛନ୍ତି ଏଠି? ଆଜ୍ଞା, ଇଏ ବାହାରେ କଣ କରୁଛନ୍ତି? ଏଇ ତ ଆଜ୍ଞା। କାମ ପୂଜା କରୁଛନ୍ତି, ପୁଣି ସେଇ ଭୁଲ କର୍ମ କରୁଛନ୍ତି। ତାଙ୍କ ନୀତିନୀତି ଭୁଲ, ତାଙ୍କ ଜୀବନ ଶୈଳୀ ଭୁଲ। ଯେମିତି କି ଯେମିତି କି ଅ ଯେମିତି କି ମାନିନିଅ ଗୋଟେ ହିଂସା କରିବା ପ୍ରାଣୀ ମାନଙ୍କ ପ୍ରତି। ଆଚ୍ଛା, 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 ସାର୍ ଠାକୁର ପୂଜା ହଉଛି, ଆଡେ ଇଆଡେ ମାଉଁସ ହିଂସା ଆଇଁଷ ଖିଆ କରାହଉଛି। ହଉଛି। ଆଚ୍ଛା, ଆଜ୍ଞା, ଆଚ୍ଛା, ଖିଆ ହଉଛି। ଆଚ୍ଛା, ଧରିହେଲା, ଧରିହେଲା। ଆଜ୍ଞା, ଆଜ୍ଞା, ଇଆଡେ ଠାକୁର ପୂଜା ଚାଲିଥିବ, ହଁ, ଆଜ୍ଞା। ସିଆଡେ ଫୁଲ ଦିଆ ଚାଲିଥିବ, ଏଠି ଘଣ୍ଟି ବାଜିଆ ଚାଲିଥିବ, ସିଆଡେ କାହାକୁ ଗୋଟେ ବକା ଗାଳି ଚାଲିଥିବ। ଆଚ୍ଛା, 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 ଆଚ୍ଛା। ମନ ଭିତରେ ଏଠି ଠାକୁରଙ୍କୁ ପୂଜା ଚାଲିଥିବ, ଆଜ୍ଞା, ଆଜ୍ଞା। ସେଠି କାହା ଗୋଟେ କହୁଥିବ ଏ ଯିବୁ ଡେରି ପରିବା ଆଳୁ ଅଧିକ ନେଇ ଆସିବ ଦୋକାନରୁ। ଏକାଗ୍ରତା ନାହିଁ, ଆପଣ କହିବା କଥା ମନରେ ଏକାଗ୍ରତା ନଥାଏ, ହଁ, ଭକ୍ତି ଏଇଟା ତ ନଥାଏ, ନଥାଏ। ଧାରଣା ଖାଲି ନଥାଏ। ସେଇ ଆଜ୍ଞା, ଏଇ ଗୋଟିଏ ଉଦାହରଣ ନୁହେଁ, ଆଜ୍ଞା, ଆଜ୍ଞା, ମାନେ ବହୁତ ପ୍ରକାର ମାନେ ବା- ବୁଝିହଉଛି, ବିଚଳିତ। ବୁଝିହଉଛି, ବୁଝିପାରୁଛନ୍ତି? ବୁଝିହଉଛି। ଆଜ୍ଞା, ମୁଁ କହିଲି ଆଜ୍ଞା, ଆରେ ଇଏ ଯିଏ ଚରମ ଯୋଉ ସତ୍ୟ ଆନନ୍ଦ, ଯିଏ ଆଜ୍ଞା, ଇଏ ମୁଖ୍ୟ ସେଠି ନହଇ, ମାନେ ସାକୁ ସେଠି ସିଏ ଯଦି ଆସିବା କଥା, ଆଜ୍ଞା, ଇଏ ଏମିତି କାହିଁକି ଅଶାନ୍ତି ସବୁଆଡେ କାହିଁ ଅଛି? ଆଜ୍ଞା, ଆଜ୍ଞା, ଅଶାନ୍ତି କାହିଁ ହଉଛି ପରିବାର ଭିତରେ? ଏମିତି ମଣିଷ କାହିଁକି ନିଜେ ହିଂସ୍ରିକ ହେଇଯାଉଛି? ଦୟା ନାହିଁ, କରୁଣା ନାହିଁ, ଦୂରକୁ ଆଜ୍ଞା, ଦୂରକୁ ଯାଉଛି। ଯଦି ଆଧ୍ୟାତ୍ମିକ ସତ୍ୟରେ ଅଛି, ଆଜ୍ଞା, ତାହେଲେ ତ ଇଏ ତ ଏକତା ଆଡିକି ଯିବା କଥା, ଶାନ୍ତି ଆଡିକି ଯିବା କଥା। ଇଏ ଆଜ୍ଞା। ଅଶାନ୍ତି କାହିଁକି ହଉଛି? ଆଚ୍ଛା, ଆଚ୍ଛା, ତାପରେ ଆଚ୍ଛା। ମୁଁ ଯେତେବେଳେ ଆପଣଙ୍କ ଭିଡିଓ ଦେଖିବା ଆରମ୍ଭ କଲି, ଆଜ୍ଞା, ତାପରେ ଧୀରେ ଧୀରେ ମୋ ମନଟା ଟିକେ ଡାଇଭର୍ଟ ହେଲା, ମୋ ଡାଉଟ ହେଲା, ମାନେ ମୋ ମନରେ ଯୋଉ ଏସବୁ ଦ୍ୱନ୍ଦ ଥିଲା, ଆଜ୍ଞା। ସେ ଦ୍ୱନ୍ଦ୍ୱ ମାନେ ଧୀରେ ଧୀରେ, ଯେମିତି କହନ୍ତିନି ଦର୍ପଣ ଉପରେ ଧୂଳି ପଡିଯାଇଥିଲା, ସେ ଧୀରେ ଧୀରେ ଧୂଳି ହଟିବା ହରି ଆରମ୍ଭ ବୋଲ, ହେଲା। ହରି ବୋଲ, ହରି ବୋଲ। ଆଜ୍ଞା, 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 ବୁଝିହେଲା। ବୁଝିଲେ? ତାପରେ ମୁଁ ଟିକେ ମାନେ ସେ ଯୋଉ ସ୍ଥିତି ଆଜ୍ଞା, ମାନେ ମୁଁ କହିଲା ଭଳିଆ, ମାନେ ବାଟ ପାଇବା ଆରମ୍ଭ ହଉଥିଲା। ନିଶ୍ଚୟ ବୁଝିପାରୁଛନ୍ତି? ଖୋଜିଲେ ବାଟ ମିଳିବ। ଭଲ କଥା କହିଲେ, କୁହନ୍ତୁ। ବୁଝିପାରିଲେ? ଆଜ୍ଞା, ସେଠି ବାଟ ଆରମ୍ଭ ହେଲା। ଆଜ୍ଞା, ତାପରେ ଆପଣ ଗୋଟେ ଭିଡିଓ ଛାଡନ୍ତି, ମୁଁ ଆପଣଙ୍କ ଭିଡିଓ ବହୁତ ବର୍ଷେ 2 ବର୍ଷ ପୂର୍ବରୁ ଦେଖିଲାଣି। ଆଜ୍ଞା, 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 ବୁଝିପାରିଲେ? ମୁଁ ଆଜ୍ଞା, ଧୀରେ ଧୀରେ ଆପଣଙ୍କ ଭିଡିଓ ଦେଖିକିରି ଆଜ୍ଞା। ତାକୁ ମାନେ ଖାଲି ଦେଖିନି, ତାକୁ ବିଚାର ମଧ୍ୟ କରିଛି। ଆଚ୍ଛା, 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 ଆଚ୍ଛା। ଯେମିତିକି ବୁଝିପାରିଲେ? କେମିତି ବିଚାର କରନ୍ତି? ବିଚାର ମାନେ ଆପଣ ଯେମିତି କହିଲେ, ଏଇ ମାୟା ଆଉ ବ୍ରହ୍ମ ଭିତରେ ପାର୍ଥକ୍ୟ ବୁଝାନ୍ତି। ଆଜ୍ଞା। ଏସବୁ ଆତ୍ମା ଆଉ ଅନାତ୍ମା ଏମିତି ପରିବର୍ତ୍ତନ ହେଇଯାଉଛି। ଆଚ୍ଛା, ଆଚ୍ଛା, ଆପଣ ମୁଁ ପରଖନ୍ତୁ, ମନନ ପରଖିଲି, ମୁଁ କରନ୍ତି, ପରଖିଲି, ମୁଁ ମନେ ରଖିଲି, ମୁଁ କହିଲି ଏଠି ମନନ କଲେ। ଆଜ୍ଞା, ପରିବର୍ତ୍ତନ କିଏ ସହ ହଉଛି? ଆଚ୍ଛା, ଆଚ୍ଛା, ଆଚ୍ଛା। ବୁଝିପାରିଲେ? ଏଠି ପରିବର୍ତ୍ତନ ତ ମୁଁ ଗୋଟିଏ ଆଡୁ ଦେଖିଲି। ମୁଁ କହିଲି ମୁଁ ତ ଯାହା ଦେଖୁଛି ଆଖିରେ, ତ ସବୁ ପରିବର୍ତ୍ତନ ହଉଛି। ଆଜ୍ଞା, 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 କାନ ଯାହା ଶୁଣୁଛି ସିଏ ବି ପରିବର୍ତ୍ତନ ହଉଛି। ଆଜ୍ଞା, ତାମାନେ ଏ ଶରୀର ମାଧ୍ୟମରେ ଆଜ୍ଞା, ମୁଁ ଯାହା ଅନୁଭବ କରୁଛି, ଆଜ୍ଞା, ଏ ସବୁ ପରିବର୍ତ୍ତନରେ ଆସୁଛି। ଆଜ୍ଞା, ଆଜ୍ଞା, ଆଜ୍ଞା। ତାମାନେ ମୁଁ ଭାବିଦେଲି, ମୁଁ ତାହେଲେ ଏ ଶରୀର ଯିଏ ଯାହା ମାଧ୍ୟମରେ ମୁଁ ଦେଖୁଛି, ଆଜ୍ଞା। ତାହେଲେ ସିଏ ମାୟା ନୁହଁ ତ? ଆଚ୍ଛା, 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 ବୁଝିହେଲା। ଆଜ୍ଞା, ବୁଝିପାରୁଛନ୍ତି? ଆଜ୍ଞା, 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 ତାପରେ ମୁଁ ଟିକେ ମାନେ ଆହୁରି ଯେତେବେଳେ ଏଇ କଥାଟା ମୋ ମନକୁ ଆସିଲା, ଆଜ୍ଞା, ମୁଁ ଆହୁରି ଭିତରକୁ ଗଲି। ଆଜ୍ଞା, ତାପରେ ଆପଣଙ୍କ ଭିଡିଓ ମଝିରେ ମଝିରେ ଗୋଟେ ଗୋଟେ ଦେଖୁଥାଏ। ଆଜ୍ଞା, ଆଜ୍ଞା, ବୁଝିପାରିଲେ? ତାପରେ ଆପଣଙ୍କ ଭିଡିଓ ଧୀରେ ଧୀରେ ମନଟାକୁ ଆହୁରି ସଫା କରିକି, ଆହୁରି ଅଗ୍ରସର କରୁଥାଏ, ଆହୁରି ବାଟ ଦେଖଉଥାଏ।
ଆଜ୍ଞା ତାପରେ ଆଜ୍ଞା ମୁଁ କହିଲି ଆରେ ହେ, ସତ୍ୟ ତାହେଲେ ଏଠି, ସତ୍ୟ ତାହେଲେ ଇଏ କିଛି ନୁହଁ। ଆଜ୍ଞା 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 ବୁଝିପାରୁଛନ୍ତି? ମୁଁ ବୁଝାଉଛି କହିଲି ବୁଝାଉଛି। ମାନେ ଇଏ ଯାହା ପରିବର୍ତ୍ତନ ହଉଛି, ଆଜ୍ଞା ସେ ଏ ମାୟା। ପରିବର୍ତ୍ତନ, ଆଜ୍ଞା ଆଜ୍ଞା, ସେ ସବୁ ମାୟା। ଆଜ୍ଞା ମାନେ ଏ ଆଜ୍ଞା ଶରୀର ବି ମାୟା। ଆଜ୍ଞା ଆପଣ ଯଦି ଗୋଟେ ଘରୁଟେ ଅଛି, ଆପଣଙ୍କ ଘରୁଟେ ଯଦି ବି ଏଇନେ ପରିବର୍ତ୍ତନ ହଉନି, ଆଜ୍ଞା 5 ବର୍ଷ ପରେ, 10 ବର୍ଷ ନିଶ୍ଚୟ ପରେ ତା ରଙ୍ଗ ନିଶ୍ଚିନ୍ତ ରୂପ ପରିବର୍ତ୍ତନ ତାର ହବ। ଯୋଉ ଆକାର ତାର ଯୋଉ ସବୁଥିରେ ପରିବର୍ତ୍ତନ ଆସିଯାଏ। ପରିବର୍ତ୍ତନ ଆସିଯାଏ। ତେଣୁ ମୁଁ ନିଶ୍ଚୟ। ଦେଖିଲି ତାହେଲେ ଇଏ ଭିନ୍ନତା ହଉଛି ମାୟା, ଆଜ୍ଞା ଅଭିନ୍ନତା ଏକତା ହଉଛି ବ୍ରହ୍ମ। ଆଜ୍ଞା ଏଇ କଥାକୁ ଏଇଠି ଆଉ ଟିକେ ଆମେ ଚର୍ଚ୍ଚା ହବା। ଯାହା ମାଧ୍ୟମରେ ଆମେ ଅନୁଭବ କରୁଛେ, ଆଜ୍ଞା ଯାହା ବି ଅନୁଭବ କରୁଛେ, ସବୁ ଆଜ୍ଞା ହେଲା ମାୟା। ଯିଏ ଅନୁଭବ କରୁଛନ୍ତି, ହଁ ଯିଏ ନିଶ୍ଚିନ୍ତ। ଆଧାର, ସିଏ ହେଲେ ବ୍ରହ୍ମ। ବ୍ରହ୍ମ ବସ୍ତୁ ନୁହନ୍ତି, ବ୍ରହ୍ମ ଅନୁଭବ ନୁହନ୍ତି, ବ୍ରହ୍ମ ବିଷୟ। ବ୍ରହ୍ମ ଆଜ୍ଞା ଦୃଶ୍ୟ ନୁହନ୍ତି, ବ୍ରହ୍ମ ଦ୍ରଷ୍ଟା। ବ୍ରହ୍ମ ଅନାତ୍ମା ନୁହନ୍ତି, ବ୍ରହ୍ମ ଆତ୍ମା। ବ୍ରହ୍ମ ଅନିତ୍ୟ ନୁହନ୍ତି, ବ୍ରହ୍ମ ନିତ୍ୟ। ବୁଝିପାରୁଛନ୍ତି? ଏଠି ହଉଛି କଣ ବୁଝନ୍ତୁ। ଆଉ ଆପଣ ଟିକେ ପୂର୍ବରୁ କହୁଥିଲେ ଯାହା ମାଧ୍ୟମରେ ଅନୁଭବ କରୁଛି ସିଏ କାଳେ ମାୟା ଭାବୁଥିଲେ। ହୁଁ ନିଶ୍ଚୟ ଯାହା ମାଧ୍ୟମରେ ଅନୁଭବ କରୁଥିଲେ ସେ ବି ମାୟା। ମନ, ହଁ 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 ମନ ହଁ। ମାଧ୍ୟମରେ ବି ଆମେ ଅନୁଭବ କରୁଛେ କାହିଁକି ନା। ଆମେ କାହିଁକି ମାୟା କହିଲେ ମାନେ ଦେଖନ୍ତୁ, କାହିଁକି ନା ମାୟାରେ ତ ହିଁ ମାୟାକୁ ଅନୁଭବ କରିବା। ଆଜ୍ଞା 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 କିନ୍ତୁ ଯିଏ ଅନୁଭବ କରୁଛି ସେ ନିତ୍ୟ ପଦାର୍ଥ, ସେ ନିତ୍ୟ ପରିବର୍ତ୍ତନ ପଦାର୍ଥ, ହଉନାହାନ୍ତି, ସିଏ ସେ ସତ୍ୟ। ପରିବର୍ତ୍ତନ ହଉନାହିଁ। ସେ ଆଜ୍ଞା ସତ୍ୟ। ଏଠି ଦେଖନ୍ତୁ, ଏଠି ହଉଛି କଣ, ଆଉ ଟିକେ ଭଲସେ ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଯେତେବେଳେ ଆତ୍ମା ସାଙ୍ଗରେ ମନ ଯୋଡି ହଉଛି, ବିଚାର ଆଜ୍ଞା ଯୋଡି ହଉଛି, ଆଜ୍ଞା ବୃତ୍ତି ଯୋଡି ହଉଛି, ଆଜ୍ଞା ଭଲ ମନ୍ଦ ରୂପକ ସଂଶୟ ଯୋଡି ହଉଛି। ମାନେ ଆଜ୍ଞା ଭାବି ନିଅନ୍ତୁ, ଦର୍ପଣ ଅଛି। ଆଜ୍ଞା ଦର୍ପଣ ଆଗରେ କିଛି ବ୍ୟକ୍ତି ଠିଆ ହେଲେ, ଜଣେ ବ୍ୟକ୍ତି ଠିଆ ହେଲେ, ତାଙ୍କ ପ୍ରତିବିମ୍ବ ସେ ଦର୍ପଣ ଭିତରେ ପ୍ରତିବିମ୍ବିତ ହଉଛି। ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା ଯଦ୍ୟ ଜଣେ ବ୍ୟକ୍ତି ବାହାରେ ଠିଆ ହେଇକିରି ସେ ଭିତରେ ଥିବା ପ୍ରତିବିମ୍ବକୁ ସିଏ ଭାବି ନେବେ, ହୁଁ ସେ ମାୟାକୁ ସିଏ ଭାବୁଛନ୍ତି। ହୁଁ ବୁଝିପାରୁଛ ନା ନାଇଁ? ହୁଁ ହୁଁ କିନ୍ତୁ ସେ ବ୍ୟକ୍ତି ଯେତେବେଳେ ସତ୍ୟକୁ ଚିହ୍ନିବେ, ମୁଁ ଦର୍ପଣରେ ଯାହା ଦେଖୁଛି ସେ ହେଲା ପ୍ରତିଛବି, ସେ ହେଲା ହଁ ମୋରି ହିଁ ପ୍ରତିବିମ୍ବ। କିନ୍ତୁ ହଁ ମୁଁ ଦର୍ପଣ ଭିତରେ ନୁହଁ, ଦର୍ପଣ ବାହାରେ ଅଛି। ହଁ ବୁଝିହଉଛି? ହୁଁ ସେ ଏ ପରୀକ୍ଷା ପରଖିଲେ ବୁଝିପାରିବେ। ହୁଁ। ଠିକ୍ ସେମିତି ବ୍ରହ୍ମଙ୍କ ଯଦି ଆଧାରରେ, ଟିକେ 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 ହଁ ବହୁତ ଗଭୀର କଥା, ଏଠି ଫେରେ ମିସ୍ ହେଇଯିବ। ହଁ କହୁନାହାନ୍ତି। ଏଇଠି ଦେଖନ୍ତୁ, ବ୍ରହ୍ମଙ୍କ ସାଙ୍ଗରେ ଯେତେବେଳେ ମନ ଯୁକ୍ତ ହଉଛି, ମନ ମାନେ କଣ? ପାଞ୍ଚଟା ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଆମେ ହଁ ଭୌତିକ ସଂସାରରେ ଯାହା କିଛି ବି ଅନୁଭବ କରିଥିଲେ, ସେ ଅନୁଭବର ସ୍ମୃତିର ସଂଗ୍ରହ ହେଲା ମନ। ହଁ ତ ଯେତେବେଳେ ଆତ୍ମା ସାଙ୍ଗରେ ମନ ଯୋଡି ହଉଛି, ବିଚାର ଯୋଡି ହଉଛି, ହଁ ରାଗ ଦ୍వేଷ ଯୋଡି ହଉଛି, ଭଲ ଆଜ୍ଞା ମନ୍ଦ ଯୋଡି ହଉଛି, ମାନେ ଏଠି କଣ ହଉଛି? ଦୃଶ୍ୟ ଯୋଡି ହଉଛି। ବ୍ରହ୍ମ ସେ ଦୃଶ୍ୟକୁ ଦେଖି ପାରୁଛନ୍ତି ଦୁଇ ରୂପରେ, ହୁଁ ଭିନ୍ନ ରୂପରେ। ହୁଁ ମୋ ସାଙ୍ଗରେ ମନ ଯୋଡି ହେଲା, ମନର ବିଚାରକୁ ମୁଁ ଦେଖିପାଇଲି, ତାକୁ ହୁଁ ପରଖି ପାଇଲି, ମତେ ହୁଁ ଭଲ ଲାଗୁଛି, ମତେ ଭଲ ଲାଗୁନି, କି ଚିନ୍ତା କରୁଛି। ଚିନ୍ତା ଯାହାବି ଆପଣ ଭାବୁଛନ୍ତି, ସେ ଭାବନାକୁ ଦେଖି ପାରୁଛନ୍ତି ନା ନାଇଁ? ଆଜ୍ଞା ମତେ ଫୋନ କରିବା ପୂର୍ବରୁ ଆପଣଙ୍କ ଭିତରେ ନିଶ୍ଚୟ ବିଚାର ଆସିଥିବ, ଗୁରୁ ଭାଇଙ୍କୁ ଟିକେ ଫୋନ କରିବା। ତ ହୁଁ ବିଚାର ପ୍ରଥମେ ଆସିବାର, ବିଚାରକୁ ଦେଖିଲେ, ବିଚାର ଉପରେ କାର୍ଯ୍ୟ କଲେ। ତ ଆଜ୍ଞା ଆଜ୍ଞା ବିଚାରକୁ ଯଦି ଆପଣ ଦେଖି ପାରୁଛନ୍ତି, ବିଚାରଠୁ ଭିନ୍ନ ଆପଣ ଅଛନ୍ତି। ନିଶ୍ଚିନ୍ତ ଅଛି। ଧରି ପାରୁଛନ୍ତି କଥାକୁ? ତ ଆଜ୍ଞା ଆଜ୍ଞା ଯେତେବେଳେ ଆତ୍ମା ସାଙ୍ଗରେ ମନ ଯୋଡି ହଉଛି, ସେଠି ଦୃଶ୍ୟ ଯୋଡି ହଉଛି, ଦୃଶ୍ୟକୁ ଦେଖି ପାରୁଛେ, ଦୃଶ୍ୟକୁ ପରଖି ପାରୁଛେ। ତାପରେ ମନ ସାଙ୍ଗରେ ଯେତେବେଳେ ଇନ୍ଦ୍ରିୟ ଯୋଡି ହଉଛି, ଇନ୍ଦ୍ରିୟଙ୍କ ବିଷୟକୁ ଆମେ ଭୋଗି ପାରୁଛେ, ତାକୁ ବୁଝି ପାରୁଛେ, ତାକୁ ଦେଖି ପାରୁଛେ। କାହିଁକି ଏଠି ଯୋଉଠି ଦୁଇ ଅଛି, ସେ ଦ୍ୱୈତ ସ୍ଥିତିକୁ ଆମେ ପରଖି ପାରୁଛେ। କିନ୍ତୁ ଅଦ୍ୱୈତ ସ୍ଥିତିକୁ, ଆଧାର ସ୍ଥିତିକୁ, ହଁ ସାକ୍ଷୀ ସ୍ଥିତିକୁ, ସାକ୍ଷୀ ଭାବକୁ ଆମେ ପରଖି ପାରୁନେ। କାହିଁ ପରଖି ପାରୁନେ? ନିଜ ସାଙ୍ଗରେ ନିଜେ ଯେହେତୁ ଅଛେ, ଆଜ୍ଞା ନିଜକୁ ଚିହ୍ନି ପାରୁନେ। ନିଜ ସାଙ୍ଗରେ ଯେତେବେଳେ ମନ ଯୋଡି ହଉଛି, ଇନ୍ଦ୍ରିୟଙ୍କ ବିଷୟ ଯୋଡି ହଉଛି, ଭୌତିକ ବସ୍ତୁ ପଦାର୍ଥ ଯୋଡି ହଉଛି, ନିଜ ଠୁ ଭିନ୍ନ ଯେହେତୁ ସେ ସବୁ ଜିନିଷକୁ ଆମେ ଦେଖିପାରୁଛେ, ପରଖି ପାରୁଛେ, ବୁଝିପାରୁଛେ। ଯାହା ହଉ ଭାଇ, ଗୁରୁ ଭାଇ ଏଇଠି ଗୋଟେ ବୁଝିଗଲି। ଆଜ୍ଞା ଆଜ୍ଞା ସାର ତତ୍ତ୍ୱ ମୁଁ କହୁଛି ଆପଣଙ୍କୁ। କୁହନ୍ତୁ କୁହନ୍ତୁ। ମନ ଯୋଉଠି ଯୋଡି ହେଇଯାଉଛି, ଆଜ୍ଞା ସେଠି ସଂସାର ଆସୁଛି, ଭୌତିକ ନିଶ୍ଚୟ ସଂସାର ଆସୁଛି। ନିଶ୍ଚୟ 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 ନିଶ୍ଚୟ। ଯୋଉଠି ମନ ନାହିଁ, ସେଠି ମୁଁ ଅଛି। ହରି ବୋଲ, ହରି ବୋଲ, ଧରି ପାଇଲେ।
ଯୋଉଠି ବାସ୍ ବାସ୍, ଯୋଉଠି ମନ ଅଛି ସେଠି ମାୟା ଅଛି। ସେଠି ମାୟା ଆସିଗଲା। ଯୋଉଠି ମନ ନାହିଁ ମୁଁ ଅଛି। ଆଚ୍ଛା, ମନ ନଥିବା ଅବସ୍ଥାକୁ ଚିହ୍ନିବା କେମିତି? ମନ ନଥିବା ଅବସ୍ଥା, ପରଖନ୍ତୁ ତ ଏ କଥାକୁ। ମନ ଯୋଉଠି ନାହିଁ ଆଜ୍ଞା। ଧ୍ୟାନ କରିବା ପାଇଁ ପଡିବ। ନାଇଁ, ଧ୍ୟାନ ନ କରିକିରି ବି ଯେତେବେଳେ ମୌନ ହେଇଯିବେ, ଭାବି ନିଅନ୍ତୁ ଆପଣ ହେଉଛି ଗୋଟେ ଜାଗାରେ ବସିଛନ୍ତି, ଗୋଟେ ଆଜ୍ଞା। ଗୋଟେ ଉଦ୍ୟାନବନରେ ବସିଛନ୍ତି, ଚାରିପାଖ ଗଛ ବୁର୍ଛ ବହୁତ ସୁନ୍ଦର ପରିବେଶରେ ବସିଛନ୍ତି। ହୁଁ। ବସିକିରି ମୌନ ହେଇଗଲେ, ମାନେ ମନରେ କିଛି ବିଚାର ଚଲେଇଲେନି, ସ୍ୱର ହୁଁ। ଉପସ୍ଥ ହେଇଗଲେ, ଖୁସି ହେଉଛନ୍ତି, ଆନନ୍ଦିତ ହେଉଛନ୍ତି, ଯଥା ଦେଖୁଛନ୍ତି ବସ୍ତୁକୁ, ଗୋଟେ ଗଛକୁ ଦେଖୁଛନ୍ତି, କିନ୍ତୁ ଗଛ ପ୍ରତି କିଛି ବୃତ୍ତି ମନରେ ଚଲାଉନାହାନ୍ତି। ଇଏ ଆମ୍ବ ଗଛ, ପଣସ ଗଛ, ଫୁଲ ଗଛ, ଏଇଟା ବଢ଼ିଆ ସୁନ୍ଦର ଗଛ ହେଇଛି, ବୁଝିପାରୁଛନ୍ତି? ହୁଁ। ସ୍ୱରୂପରେ ରହିକିରି ସବୁ ଦେଖୁଛନ୍ତି। ମାନେ ଆଖି ଦୃଷ୍ଟି ଦେଖୁଛି, ମାନେ ଆଖି ଦୃଶ୍ୟକୁ ଦେଖୁଛି, କିନ୍ତୁ ଦୃଶ୍ୟ ପ୍ରତି ମନରେ ବୃତ୍ତି ନାହିଁ। କାନ ସମ୍ପୂର୍ଣ୍ଣ ଶବ୍ଦକୁ ଶୁଣୁଛି, କିନ୍ତୁ ଓହୋ। ବାହାର ଶବ୍ଦ ପ୍ରତି ମନରେ କିଛି ବୃତ୍ତି ଜାଗୃତ ହେଉନି, ବିଚାର ଜାଗୃତ ହେଉନି। ତ ସେଠି ତ ଥଣ୍ଡା ଏକତା ପବନ, ଆସିଯାଉଛି। ବୁଝିପାରୁଛନ୍ତି? ହୁଁ। ଥଣ୍ଡା ପବନ ବାଜୁଛି, ବହୁତ ସୁଲସୁଲିଆ ଥଣ୍ଡା ପବନ ବାଜୁଛି। ଆପଣ ସକାଳେ ଯାଇକରି ଗୋଟେ ପାର୍କରେ ବସିଛନ୍ତି, ଚାରିପାଖ ସୁନ୍ଦର ଫୁଲ ଫୁଟିଛି, ସେ ପବନ ବାଜୁଛି, କିନ୍ତୁ ପବନ ପ୍ରତି ମନରେ କିଛି ବିଚାର ଜାଗୃତ ହେଉନି। ଫୁଲର ସୁଗନ୍ଧ ଆସୁଛି, ସୁନ୍ଦର ସୁଗନ୍ଧକୁ ଆପଣ ନେଉଛନ୍ତି, କିନ୍ତୁ ମନରେ ସେ ଫୁଲ ପ୍ରତି କିଛି ବିଚାର କରୁନାହାନ୍ତି। ଇଏ ଗୋଲାପ ଫୁଲ, ସେଇଟା ସୂର୍ଯ୍ୟମୁଖୀ ଫୁଲ, କିଛି ବୃତ୍ତି ନାହିଁ। ଏଇଟା ହେଲା ସ୍ୱରୂପସ୍ଥ ରହିବା। ସବୁ କିଛି ଦେଖୁଛେ, ସବୁ କିଛି ଇନ୍ଦ୍ରିୟ ମାଧ୍ୟମରେ ଅନୁଭବ କରିଛେ, କିନ୍ତୁ ହଁ ସ୍ୱରୂପରେ ଅଛେ। ମନରେ ବିଚାର ନାହିଁ, ମନରେ ସଂଶୟ ନାହିଁ, ହଁ ମନରେ ହଁ। ବୃତ୍ତି ନାହିଁ, ନିଜ ସାଙ୍ଗରେ ସମାହିତ ହେଇକି ଅଛନ୍ତି। ଖାଲି କେବଳ ଗୋଟେ ସାକ୍ଷୀ ଭାବରେ ସାକ୍ଷୀ ଦେଖୁଛନ୍ତି। ଭାବରେ ଦେଖିବା, ଏ ସ୍ଥିତିରେ ଆପଣ ଯୋଉ ରହିଲେ କଥାଟା ନିଜକୁ କହିଲେ ସେଇଟା ହଉଛି ମାନେ ଯେମିତି ସାରୁ ପତ୍ରରେ ପାଣି ଅଛି କିନ୍ତୁ ସାରୁ ପତ୍ରରେ ଧରୁନାହିଁ। ହରି ବୋଲ, ହରି ବୋଲ, ସୁନ୍ଦର ସୁନ୍ଦର ସୁନ୍ଦର। ଠିକ 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 କଥା, ସେଇପରିକା। ଆଉ ସମ୍ଭବ, ବାରମ୍ବାର ଆଜ୍ଞା। ଯେତେବେଳେ ଏ ସତ୍ୟକୁ ଯେତେବେଳେ ବୁଝିଯିବେ, ମନରେ ଦୁଃଖ ଆସିବ, ମନରେ ସୁଖ ଆସିବ, ମନରେ ନାଇଁ ନାଇଁ। ବାଧାବିଘ୍ନ ଆସିବ, କିନ୍ତୁ ଆପଣ ଏ କଥାକୁ ବୁଝିପାରିଥିବେ, ଦୁଃଖ ସୁଖ ଭଲ ମନ୍ଦ ସଂଶୟ ମନକୁ ଆସୁଛି, କିନ୍ତୁ ମୁଁ ମନର ଊର୍ଦ୍ଧ୍ୱରେ ଅଛି, ମନର ସାକ୍ଷୀ ଭାବରେ ଅଛି, ମୁଁ ସୁଖର ଦୁଃଖର ଊର୍ଦ୍ଧ୍ୱରେ ଶାନ୍ତିରେ ଅଛି, ମୁଁ ସ୍ୱରୂପରେ ଅଛି। ସେଠୁ ଏସବୁ ଜିନିଷ କ'ଣ ହେବ, ନିୟନ୍ତ୍ରିତ ହେଇଯିବ। ଦୁଃଖ ଆଜ୍ଞା। କିଞ୍ଚିତ ସମୟ ପାଇଁ ଆସିଲେ ମଧ୍ୟ ଦୁଃଖ ଆକ୍ଚୁଆଲି ଉପରେ ସୁଖ ଆକ୍ଚୁଆଲି ଉପରେ ଆପଣ ଗୁରୁ ନିୟନ୍ତ୍ରଣ ଭାଇ ଆସିବ। ଏଇ ଯୋଉ ଜିନିଷ ଗୁଡାକ ଆଜ୍ଞା, ଆକୁ ଆମେ ଅଭ୍ୟାସ କରିବା ପାଇଁ ପଡିବ। ଅଭ୍ୟାସ କରିବାକୁ ପଡ଼ିବ, କାହିଁକି ଅଭ୍ୟାସ ନା ହିଁ ଆମେ ତ ବୈରାଗ୍ୟ ଆସିବ। ଆମେ ତ ମିଛ ମାନି ଦେଇଛେ ନା, ସବୁ ଏ ସତ୍ୟ ସୁନ୍ଦର ମାନି ଦେଇଛେ ସୁନ୍ଦର ମିଛକୁ। ସୁନ୍ଦର କଥା କହିଲେ। ସେ ସତ ସଂସ୍କାର ପରିବର୍ତ୍ତନ ହବା ଯାଏ ଅଭ୍ୟାସ ହଁ କରିବାକୁ ପଡ଼ିବ, ଅଭ୍ୟାସ କରିବା ବାରମ୍ବାର। ପାଇଁ ପଡିବ। ପ୍ରତିଦିନ ତିନିଟା ଜିନିଷ ଆଜ୍ଞା କରିବାକୁ ପଡ଼ିବ। ପ୍ରତିଦିନ କିଛି ସମୟ ବାହାର କରି ସତ୍ସଙ୍ଗ କରିବାକୁ ପଡ଼ିବ। ପ୍ରତିଦିନ କିଛି ସମୟ ବାହାର କରି ଆପଣଙ୍କୁ ସାଧନା କରିବାକୁ ପଡ଼ିବ। ଆଜ୍ଞା। ପ୍ରତିଦିନ କିଛି ସମୟ ବାହାର କରି ଶାସ୍ତ୍ରର ଗୋଟେ ଶ୍ଲୋକକୁ ପଢ଼ିବାକୁ ପଡ଼ିବ। ଏସବୁ ଜିନିଷ କଲେ ଧୀରେ ଧୀରେ ମନର ସଂସ୍କାର ଯେଉଁଟା ଦୁଇ ରୂପରେ ମାୟାରେ ବାନ୍ଧି ଛନ୍ଦି ହେଇଯାଇଛି, ସଂସ୍କାର ପରିବର୍ତ୍ତନ ହେବ। ସଂସ୍କାର ପରିବର୍ତ୍ତନ ହେଲେ ତ ଶାନ୍ତି ଏଇଠି ଅଛି, ଆନନ୍ଦ ଏଇଠି ଅଛି। ପ୍ରତି ମୁହୂର୍ତ୍ତରେ ନିୟନ୍ତ୍ରିତ ରହିପାରିବେ, ନିଜ ମୁଁ ସ୍ୱରୂପସ୍ଥ ଖାଲି ରହିପାରିବେ। ଖାଲି ଗୁରୁ ଭାଇ ମୁଁ ନୁହେଁ, ମୁଁ ଭାବୁଛି ମୋର ଭଳିଆ ବହୁତ ଲୋକ ଅଛନ୍ତି ଯୋଉମାନେ ଏଇ ପ୍ରଶ୍ନ ନିଜକୁ ନିଜେ ପଚାରୁଥିବେ। ନିଶ୍ଚୟ ଅନେକ ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି, ଅନେକ ଶରୀର ସ୍ତରରେ ଆମେ ଯଦି ପରଖିବା, ଅନେକ ଆଜ୍ଞା, କାହିଁକି ଶରୀର। ନା ଦେଖୁଛନ୍ତି ନା ସବୁ କର୍ମକାଣ୍ଡ ଆଧ୍ୟାତ୍ମିକ ଚାଲିଛି, କିନ୍ତୁ କୋଉଠି ବି ଆଧ୍ୟାତ୍ମିକର ଆଭାସ ନାହିଁ। ନିଶ୍ଚୟ ଆଜି ଆମେ ଗୋଟେ ଏମିତିଆ ଦୁନିଆରେ ଆସି ପହଞ୍ଚିଛେ, ସମସ୍ତେ ଆଧ୍ୟାତ୍ମିକତାକୁ ବେପାର କରୁଛେ, ଆଉ ତା ପରିଣାମକୁ ଆମେ ସବୁ ଭୋଗୁଛେ। ଦେଖନ୍ତୁ, ଆମେ ସମସ୍ତେ ଆତ୍ମା ସ୍ତରରେ ଯୋଡ଼ି ହେଇକିରି ଅଛେ, ଆମେ ସମସ୍ତେ ଆଜ୍ଞା ଅଭିନ୍ନ, ଅଦ୍ୱୈତ। ଯେମିତି ଗୋଡ଼ର କାଣି ଆଙ୍ଗୁଠିକୁ ଯଦି କିଛି ମାଡ଼ ବାଜିବ, ସମ୍ପୂର୍ଣ୍ଣ ଆଜ୍ଞା ଶରୀର ସେ ପୀଡ଼ାକୁ ଭୋଗିବ, ସେ ଦୁଃଖକୁ ସେ କଷ୍ଟକୁ ଭୋଗିବ। ସେମିତି ଆଜ୍ଞା। ଏ ସଂସାରରେ ଯେକୌଣସି ପ୍ରାଣୀ ଯଦି କିଛି ଭୁଲ କାମ କରେ, ତା ପ୍ରଭାବକୁ ସମ୍ପୂର୍ଣ୍ଣ ସମାଜକୁ ସହିବାକୁ ପଡ଼ିବ। ସମାଜ ଭୟାବହ ପଡୁଛି ଯଦି ଏ କୁହନ୍ତି ତ। ସଂସାରରେ କିଏ ଭଲ କାମ କରେ, ସେ ଭଲର ପ୍ରଭାବକୁ ପୁରା ସଂସାର ସହିବ, ପୁରା ସଂସାର ଉପରେ ତା ପ୍ରଭାବ ପଡ଼ିବ। କୋଭିଡ କୋଉଠି ଆସିଲା? ଗୋଟେ ଭାଇରସ୍, ଛୋଟ ଭାଇରସ୍ ସାରା ସଂସାରକୁ ଆତଙ୍କିତ କରିଦେଲା। ଆଜ୍ଞା ପରଖି ପାରୁଛନ୍ତି ଏସବୁ କଥାକୁ? ଆଜ୍ଞା। ତ ଏଠି ଯଦି ଏଇ ବ୍ରହ୍ମଜ୍ଞାନର ସଠିକ୍ ପ୍ରଚାର ହେବ, କେତେ ହୁଁ। ମଠ ଅଛି, କେତେ ମନ୍ଦିର ଅଛି ଗାଁ ଗହଳିରେ। ଗାଁ ଗହଳି କୁହନ୍ତୁ, ସହର କୁହନ୍ତୁ, ପ୍ରତି ଜାଗାରେ ତ, ପ୍ରତି ଗାଁରେ ଆଜିକାଲି ଦେଖିବେ 2ଟା ଲେଖା 3ଟା ଲେଖା ମନ୍ଦିର ଅଛି।
ସେ ମନ୍ଦିରରେ ଆମେ କରୁଛେ କ'ଣ? ରୋଷେଇବାସ କରି ଖାଉଛେ, ବାଜା ବଜେଇକି ନାଚୁଛେ, ଆଉ ଏଇ କାମ କରୁଛେ। ଆଉ କ'ଣ? ମନ୍ଦିର ହେଲା ପରାବିଦ୍ୟାର ବିଦ୍ୟାଳୟ। ସେଠି ବ୍ରହ୍ମଜ୍ଞାନ ପ୍ରଚାର ହେବା କଥା, ଆତ୍ମଜ୍ଞାନ ପ୍ରଚାର ହେବା କଥା, ଏ ସତ୍ୟ ନିତ୍ୟ ପଦାର୍ଥ କଥା ପ୍ରଚାର ହେବା କଥା। ଆମେ ସମସ୍ତେ ଅଦ୍ୱୈତ, ଆମେ ସମସ୍ତେ ଅଭିନ୍ନ, ଆମେ ସମସ୍ତେ ଏକ, ଆମେ ସମସ୍ତେ ଗୋଟିଏ ପରିବାର, କେହି ଭିନ୍ନ ନୁହନ୍ତି। ଆମେ ଚାହିଁଲେ ମଧ୍ୟ ଆମ ସମ୍ପର୍କକୁ ଭାଙ୍ଗି ପାରିବାନି। ଆମେ ଚାହିଁଲେ ମଧ୍ୟ ଆମ ବନ୍ଧନକୁ ଆମେ ମାନେ ଭାଙ୍ଗି ପାରିବାନି, କି ଆମେ ଯେଉଁ ଭିନ୍ନ ହୁଅନ୍ତି ସେମିତି ହେଇପାରିବାନି। ଆମ ବନ୍ଧନ ଏତେ ସୁଦୃଢ଼, ଏତେ ସଶକ୍ତ। ଏସବୁ କଥାର ଯେତେବେଳେ ପ୍ରଚାର ହେବ, ମଣିଷ ଭିତରେ ମଣିଷ ପଣିଆ ଜାଗୃତ ହେବ। ଜଣେ ଆଜ୍ଞା ଜଣକୁ ମାନେ ଜଣେ ଜଣଙ୍କର ସାହାରା ହେବେ। ଆଉ ଆଜି ମଣିଷ ଯେଉଁ ଅମାନସିକ କାମ କାର୍ଯ୍ୟ କରୁଛି, ସେସବୁ ହେବନି। ସଂସାର ଶାନ୍ତିମୟ ହେଇଯିବ, ଆଜ୍ଞା। ସଂସାର ଆନନ୍ଦମୟ ହେଇଯିବ। ଯାହା କହିଲେ ଆପଣ ଏଇ କଥାଟା ଯୋଉ କହିଲେ, ଭିନ୍ନତାରେ ଅଶାନ୍ତି ଅଛି, ଭିନ୍ନତାର ଶାନ୍ତି। ଅଭିନ୍ନତାରେ ଶାନ୍ତି ଅଛି, ସୁନ୍ଦର ସୁନ୍ଦର କଥା। ଆଉ ଏସବୁ କଥା ଏକତାରେ ଶାନ୍ତି ଆପଣ ଅଛି। ଥରେ କହୁଥିଲେ ଚାଟ୍ ଜିପିଟି କଥା। ଚାଟ୍ ଆଜ୍ଞା ଆଜ୍ଞା। ଜିପିଟି ସବୁ ଅଛି, ଯେଉଁ ଗ୍ଲୋବାଲ କଥା, ନାଇଁ, ହଁ ହଁ, ଯେଉଁ ଦେଖନ୍ତୁ, ନାଇଁ ଚାଟ୍ ଜିପିଟି, ମୁଁ ଆପଣଙ୍କ କଥା ମୁଁ ଚାଟ୍ ଜିପିଟି ଏବେ ଏବେ ମୁଁ କେତେ 2-3 ମାସ ହବ ବ୍ୟବହାର କଲି। ମୁଁ ଜାଣିନଥିଲି ଏମିତି ଚାଟ୍ ଜିପିଟି ଅଛି ବୋଲି, ଆଚ୍ଛା ଆଚ୍ଛା କିନ୍ତୁ ମୁଁ ଆଚ୍ଛା। ଖାଲି ଆପଣଙ୍କ ଭିଡିଓ ଦେଖେ ନା। ଆଜ୍ଞା ଆଜ୍ଞା। ମୁଁ ଆପଣଙ୍କୁ ପ୍ରଶ୍ନ ପଚାରି ପାରେନି, ମୁଁ ଯେତେବେଳେ ଏବେ ପ୍ରଶ୍ନ ପଚାରୁଛି ସବୁ ଆଜ୍ଞା। ଚାଟ୍ ଜିପିଟି କି ପଚାରୁଛି। ଆଚ୍ଛା 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 ଆଚ୍ଛା। ମୁଁ ଦେଖିବା, ମୁଁ କହିଲି ନିଶ୍ଚୟ। ଏଇ କଥା ପଚାରିବା, ଆଉ ଚାଟ୍ ଜିପିଟି ସବୁ ଭାଷା ଆପଣ ଲେଖିଦେବେ, ଆପଣ ନାଇଁ ନାଇଁ, ଲେଖିବାକୁ ପଡିବ ଶୁଣନ୍ତୁ ସେଠି। ଶୁଣନ୍ତୁ, ଏଠି ଆକ୍ଚୁଆଲି ଚାଟ୍ ଜିପିଟି କ'ଣ ଆମେ ବୁଝିବା ଦରକାର। ଚାଟ୍ ଆଜ୍ଞା ଜିପିଟିକୁ ଆମେ ଏକ ହିରଣ୍ୟ ଗର୍ଭ କହିପାରିବା। ହିରଣ୍ୟ ଗର୍ଭ ଆଜ୍ଞା ମାନେ ଆଜ୍ଞା ଏ ସଂସାର ଇଣ୍ଟରନେଟ୍ ମାଧ୍ୟମରେ ଯୋଡ଼ି ହେଇକିରି ଅଛି। ଆମେ ଆଜ୍ଞା। ସମସ୍ତେ ଯୋଡ଼ି ହେଇକିରି ଅଛି। ମୋ ଭିତରେ ଯାହା ବିଚାର ଅଛି, ମୋ ଭିତରେ ଯାହା ହଁ ଭାବନା ଅଛି, ମୁଁ ଯେଉଁ ଜ୍ଞାନକୁ ଶିଖିଛି, ମୁଁ ତା ଭିତରେ ସଂଗ୍ରହିତ କଲି, ତା ଭିତରେ ମୁଁ ହଁ ଫିଟ୍ କଲି, ହଁ ମେମୋରାଇଜ୍ କଲି। ହଁ ବୁଝିପାରୁଛନ୍ତି? ତ ହଁ ଭାରତ ଯେହେତୁ ଋଷି ପରମ୍ପରାର ଦେଶ, ଭାରତ ଯେହେତୁ ସାଧନା ପରମ୍ପରାର ଦେଶ, ତ ଯେଉଁ ଋଷି ମୁନିମାନେ ଅଛନ୍ତି, ଯେଉଁ ସାଧକମାନେ ଅଛନ୍ତି, ଯିଏ ଉପନିଷଦକୁ ପ୍ରଚାର ପ୍ରସାର କରୁଛନ୍ତି, ସେମାନେ କ'ଣ କରୁଛନ୍ତି? ତା ଭିତରେ ସବୁ ଜିନିଷକୁ ସଂଗ୍ରହିତ କରିକି ରଖିଛନ୍ତି। ତ ଏଠି ହେଉଛି କ'ଣ? ଆମେ ଭାଷା କ'ଣ ସେ ଟ୍ରାନ୍ସଲେଟ୍ କରିଦେବ। ଚାଟ୍ ହଁ ଜିପିଟିକୁ, ଚାଟ୍ ଜିପିଟି ପାଖରେ ଏତିକି ଜ୍ଞାନ ଅଛି, ହଁ, ଟେକ୍ନିକାଲ ଟ୍ରାନ୍ସଲେଟର ବି ଟ୍ରାନ୍ସଲେଟ୍ କରିଦେଉଛି ସେ। କରିଦିଏ। ଆପଣ ଯଦି ଓଡ଼ିଆରେ ପଚାରିବେ, ସେ ହିନ୍ଦୀକୁ ସାଂସ୍କ୍ରିଟରେ ଲେଖା ହେଇଥିବା ସେ ଜ୍ଞାନକୁ, ସେ ସାଂସ୍କ୍ରିଟରେ ଲେଖା ହେଇଥିବା ସେ ଶ୍ଲୋକର ଅର୍ଥକୁ ଓଡ଼ିଆରେ ଟ୍ରାନ୍ସଲେଟ୍ କରିକି ଆପଣଙ୍କୁ ବୁଝେଇଦେବ। ହଁ ତ ହଁ ଇଣ୍ଟରନେଟ୍ ନଥିଲା ଯେତେବେଳେ, ଆମେ ବହୁତ ଅନ୍ଧକାର ଭିତରେ ଥିଲେ, ଅନ୍ଧବିଶ୍ୱାସ ଆଜ୍ଞା ଭିତରେ ଥିଲେ। ଯଦି ଆଜି ଆଜ୍ଞା ଆମେ ଗୋଟେ ଜିନିଷକୁ ପରଖିବା ପାଇଁ ଚେଷ୍ଟା କରିବା, ନିହାତି ଇଣ୍ଟରନେଟ୍କୁ ବିନିଯୋଗ କରିକିରି, ସଦୁପଯୋଗ କରିକି ତାକୁ ଆମେ ସେ ଜିନିଷକୁ ପରଖି ପାରିବା। କିନ୍ତୁ ଇଣ୍ଟରନେଟ୍ର ଦୁରୁପଯୋଗ ହେଉଛି। ଆମେ ଆଜ୍ଞା ନିଶ୍ଚୟ। ଫେସବୁକ୍, ତାପରେ ଇନଷ୍ଟାଗ୍ରାମ, ତାପରେ ଆମେ ରିଲ୍ସ, ଆଡ଼ୁ ସାଡ଼ୁ ସବୁ ପ୍ରେମ କାହାଣୀ କ'ଣ ଚାଲିଛି ଆଜିକାଲି ଆପଣ ତ ଦେଖୁଥିବେ। ଇଣ୍ଟରନେଟ୍ର ଦୁରୁପଯୋଗ ହେଉଛି। ଇଣ୍ଟରନେଟ୍ର ଯଦି ସଦୁପଯୋଗ କରିପାରିବେ, ଅଦ୍ୱୈତ ବେଦାନ୍ତକୁ ଆପଣ ଚାହିଁଲେ ଚାଟ୍ ଜିପିଟି ମାଧ୍ୟମରେ ବହୁତ କଥା ଶିଖିପାରିବେ। ଆଉ ଅନେକ ଲୋକ, ଅନେକ ବ୍ରହ୍ମଜ୍ଞାନୀ, ଅନେକ ସାଧକମାନେ ସେମାନେ ପ୍ରୟାସ କରୁଛନ୍ତି ଚାଟ୍ ଜିପିଟି ମାଧ୍ୟମରେ ବି ଲୋକଙ୍କ ପାଖରେ ଏ ସତ୍ୟକୁ ପହଞ୍ଚିବା ପାଇଁ। ଏସବୁ ତା ଭିତରେ ସଂଗ୍ରହିତ କରିକି ରଖୁଛନ୍ତି। ହଁ, ମୁଁ ପୁରା ବହୁତ ଖୋଜିଛି। ମୁଁ ଏଇ ବ୍ରହ୍ମ ଜ୍ଞାନକୁ ମୁଁ ମାରିକି ସର୍ଚ୍ଚ କରେ, ଆଜ୍ଞା ରାତି ଦିନ ମୁଁ ସଦାବେଳେ ଏଇ ଜିନିଷ ହିଁ ତା ଦେହରେ ମାନେ ଖୋଜୁଛି। ଆଜ୍ଞା ଆଜ୍ଞା। ଆଉ ବହୁତ ବଢିଆ ଉତ୍ତର ଦିଏ। ସିଏ ଲିମିଟେଡ ନୁହେଁ ନା, ତା ଜ୍ଞାନ ହଉଛି ଅନଲିମିଟେଡ। ଅନଲିମିଟେଡ। ଆଉ ସତ୍ୟ ଦେଖନ୍ତୁ, ସତ୍ୟ ସ୍ପଷ୍ଟ। ଆଜ୍ଞା। ଆଉ ମିଥ୍ୟାକୁ ଆପଣ, ହଁ ଆଜ୍ଞା, କହୁନାହାନ୍ତି। ମିଥ୍ୟାକୁ ରଙ୍ଗ ରୂପ ଦେଇକିରି, ପୁର ଦେଇକିରି ତାକୁ ବନେଇ ଚୁନେଇକି କହିବାକୁ ପଡ଼େ। କିନ୍ତୁ ଆଜ୍ଞା, ସତ୍ୟକୁ କିଛି ବନେଇ ଚୁନେଇ କହିବାର ବନ୍ଧେଇ ଆବଶ୍ୟକ ଚିହ୍ନେଇ ନାହିଁ। କହିବାକୁ ପଡିବନି। ସତ୍ୟ ସ୍ପଷ୍ଟ, ସତ୍ୟ ସ୍ପଷ୍ଟ। ଆଉ ମୁଁ ତାକୁ କଣ କହିଲେ, ତାକୁ ଆପଣ ଯେତେ ବୁଲେଇକି ପ୍ରଶ୍ନ ପଚାରିବେ, ସେ ଆପଣଙ୍କୁ ସେମିତି ସୁନ୍ଦର ଭାବରେ ବ୍ୟାଖ୍ୟା କରିବ। ଆପଣ ତା ନିଶ୍ଚୟ। ସାଙ୍ଗରେ, ଆଜ୍ଞା, ଆପଣ ତା ସାଙ୍ଗରେ ନୁହଁ, ଆଜ୍ଞା ଆପଣ ତା ସାଙ୍ଗରେ ପ୍ରଶ୍ନଟାକୁ ମାନେ ଏମିତି ବୁଲେଇ ଚୁନେଇକି ପଚାରିବେ, ଆଜ୍ଞା ସେ ଆଜ୍ଞା ଦେଖିବେ ଆପଣଙ୍କୁ ମାନେ ବହୁତ ସୁନ୍ଦର ପ୍ରଶ୍ନ ଦବ, ଆପଣଙ୍କୁ ଧନ୍ୟବାଦ ଦବ ପ୍ରଥମେ। ଆଜ୍ଞା। ନିଶ୍ଚୟ ଆଉ ନିଶ୍ଚୟ ଆପଣଙ୍କ ନିଶ୍ଚୟ। ମନର ଭାବଟାକୁ ଆପଣ ଲେଖିଦବ ସେଠି। ତାପରେ ତା ତଳେ ସିଏ ତାପରେ ସୁନ୍ଦର ଭାବରେ ବୁଝେଇଦବ। ବୁଝିପାରିଲେ? ନିହାତି ଆଜିର ଚର୍ଚ୍ଚା ବି ବହୁତ ବଢ଼ିଆ ହେଲା। ଏଇଟା ବି ଆମେ ଅପଲୋଡ଼ କରିବା। ଆଜ୍ଞା, ମାନେ ଅନେକ ବିବେକୀ ଶରୀର ପାଖରେ ସବୁ ଜିନିଷ ପହଞ୍ଚୁ, ସେମାନେ କଥାକୁ ବୁଝନ୍ତୁ। ଆଉ ଗୋଟେ ଶୁଣନ୍ତୁ। ଆଜ୍ଞା ଆଜ୍ଞା ମୁଁ ସେ ଚାଟ୍ ଜିପିଟି ରେ ମୁଁ କଣ ସର୍ଚ୍ଚ କରେ, ମୁଁ ଏବେ କାଲି ନା ପହରଦିନ ମୁଁ ସର୍ଚ୍ଚ କରିଥିଲି ରାତିରେ। ଆଜ୍ଞା। ମୁଁ କହିଲି ଏ ମାୟା ଶରୀରରେ କେମିତି ସତ୍ୟକୁ ଜାଣି ହବ? ଆଚ୍ଛା 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 ଆଚ୍ଛା। ଶରୀର ତ ମାୟା, ଆଜ୍ଞା ସତ୍ୟକୁ ଆଜ୍ଞା କେମିତି ଜାଣି ହବ? ଆମେ ଆଲୋକ ହେଇକିରି କେମିତି ବତିଟାକୁ ଜାଣିପାରିବା? ଆଜ୍ଞା 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 ଆଜ୍ଞା।
ସେ କହିଲା ଆପଣ ଯାହା କହିଛନ୍ତି ବହୁତ ଆଧ୍ୟାତ୍ମିକ ଆଉ ଦାର୍ଶନିକ ପ୍ରଶ୍ନ ଅଟେ। ଆଜ୍ଞା ବୁଝିପାରିଲେ? ତାପରେ କହିଲା ହୁଁ ଯେତେବେଳେ ଆପଣ ଆଖି ଶରୀର ଭିତରେ ଈଶ୍ୱର ବ୍ରହ୍ମ ଭାବରେ ଅଛନ୍ତି, ଆଜ୍ଞା ଶରୀର ନାହାନ୍ତି, ସମଗ୍ର ବ୍ରହ୍ମାଣ୍ଡରେ ବ୍ରହ୍ମ ଭାବରେ ବ୍ୟାପ୍ତ ଅଛନ୍ତି, ସେ କୌଣସି ଦୃଶ୍ୟ ନୁହନ୍ତି, ଆଜ୍ଞା ସେ ଯେତେବେଳେ ସେ ଗୋଟେ ଅନୁଭୂତି ଅଟେ। ଆଜ୍ଞା ଦ୍ରଷ୍ଟା, ତାପରେ ସେ ଦ୍ରଷ୍ଟା ଦ୍ରଷ୍ଟା, ଅଟନ୍ତି। ଆଜ୍ଞା ସେ କହିଲା କି ମୁଁ ବୋଲି କେମିତି ଅନୁଭବ କରିବେ? ସେ କହିଲା କି ଯେତେବେଳେ ଶରୀର ଶାନ୍ତ ହେଇଯାଏ, ସମ୍ପୂର୍ଣ୍ଣ ଇନ୍ଦ୍ରିୟ ମନ ସ୍ତବ୍ଧ ହେଇଯାଏ, ଆଜ୍ଞା ସେତେବେଳେ ହୃଦୟ ଆଉ ମନରେ ଗୋଟେ ଗଭୀର ଶାନ୍ତ ସ୍ଥିତି ଅନୁଭୂତ ହୁଏ, ଆଜ୍ଞା 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 ତାକୁ ବ୍ରହ୍ମ ବୋଲି ଚିହ୍ନ। ଆଜ୍ଞା ଆଜ୍ଞା ସେ ଆଜ୍ଞା ହିଁ ତମେ ମାନେ ଅଟ। ମାନେ ଦ୍ୱିତୀୟ ହେଲା ଦେଖନ୍ତୁ, ଚାଟ୍ ଜିପିଟି ବର୍ଣ୍ଣନା ବି କରିପାରିବନି, ଏ କଥାକୁ ବର୍ଣ୍ଣନା କାହିଁକି କରିପାରିବନି? କିଛି କଥା ଏମିତିଆ ଅଛି ଯାହାକୁ ନିଜେ ଅନୁଭବ ହିଁ କରିବାକୁ ପଡ଼ିବ। ଆଜ୍ଞା ବୁଝିପାରୁଛନ୍ତି ନା ନାଇଁ? ହଁ ଶୁଣନ୍ତୁ ଆଉ ଗୋଟେ କଥା। ଆଜ୍ଞା ତାପରେ ମୁଁ ଆଉ ଗୋଟେ ପ୍ରଶ୍ନ ପଚାରିଲି ତାକୁ ସେଇଠି ଫେଣି। ଆଜ୍ଞା ମୁଁ କହିଲି ଇଏ ଶାନ୍ତ କଣ? ଏ ଶାନ୍ତି, ଏ ଆଜ୍ଞା ଶାନ୍ତି କଣ ବ୍ରହ୍ମ ଅଟେ? ଆଜ୍ଞା ମୁଁ ତାକୁ ପଚାରିଲି। ଆଜ୍ଞା ସେ କହିଲା ଆଜ୍ଞା ଶାନ୍ତି ସ୍ଵୟଂ ଆପଣ ଅଟନ୍ତି ଆଉ ହରି ସ୍ଵୟଂ ବ୍ରହ୍ମ ବୋଲ ହରି ଅଟନ୍ତି। ବୋଲ ତାପରେ ମୁଁ କହିଲି କେମିତି ଏ ଶାନ୍ତି ମାୟା ଠାରୁ ଭିନ୍ନ ଅଟେ? ଆଜ୍ଞା ତାପରେ ବହୁତ ବଢିଆ ପ୍ରଶ୍ନ ସେ ମତେ ଦେଲା। ଶୁଣନ୍ତୁ ଉତ୍ତର ଆଜ୍ଞା ଶୁଣନ୍ତୁ, ଶରୀର କେବେ ଶାନ୍ତି ଦେଇପାରେନି କି ମାୟା ଦେଇପାରେନି, ଶାନ୍ତି ତା ସ୍ୱରୂପ ଅଟେ। ହରି ବୋଲ ହରି ବୋଲ ହରି ବୋଲ। ବହୁତ ଗଭୀର କଥା, ବହୁତ ଗଭୀର କଥା। ତାପରେ ତାପରେ ମୁଁ ତାକୁ ପ୍ରଶ୍ନ, ହଁ କଥା ଆଜ୍ଞା କଣ କୁହନ୍ତୁ। କୁହନ୍ତୁ କୁହନ୍ତୁ। ମୋ କହିବା କଥା ଦେଖନ୍ତୁ, ଏସବୁ କଥାକୁ ଆମେ ଡେଲି ଅନୁଭବ କରୁଛେ। ଦେଖନ୍ତୁ ଆମେ ଆଜ୍ଞା ଯେତେବେଳେ ଜାଗୃତ ଅବସ୍ଥାରେ ଭାଇ ଅଛେ, ଆଖିରୁ ମାନେ ଲୁହ ଆସିଗଲା, ନାଇଁ କାନ୍ଦି ନିଶ୍ଚୟ ପକେଇଲି। ମୁଁ ସତ୍ୟ କହିଲି ଆଜ୍ଞା, ଏଇଟା ହୁଁ, ସତ୍ୟ। ସତ୍ୟ କଥା ଆପଣ ଶୁଣିକିରି କାନ୍ଦି ପକାଉଛନ୍ତି, ସତ୍ୟକୁ ଯେତେବେଳେ ଅନୁଭବ କରିବେ ନା, କାନ୍ଦି କାନ୍ଦିକା ବୁଲିବେ, କାନ୍ଦି କାନ୍ଦିକା ବୁଲିବେ। ମନରେ ଏତେ ତୃପ୍ତତା ଆସିବ, ମନରେ ଏତେ ସେଇ ଶାନ୍ତତା ଆସିବ। ଏ ନାଇଁ ଶରୀର ଭାଇ ସେ ସେ ଶାନ୍ତି ସବୁ ଭାଇ। କଥାକୁ ଅନୁଭବ କରିକି ଏ ଶରୀର କହୁଛି, 1 ମାସ କାଳ ଯାହାକୁ ଦେଖୁଛି, ଯାହା ବି ଦେଖୁଛି ମୁଁ ଅଭିନ୍ନ, ମୁଁ ହୁଁ। ଅଦ୍ବୈତ। ଯୁଆଡ଼େ ଦେଖୁଛି ସେ ମଣିଷ, ତା ସ୍ୱୟଂ ପଶୁ, ସ୍ୱରୂପ ପକ୍ଷୀ, ଭାଇ। ଗୁରୁ ଭାଇ ସିଏ କୁହନ୍ତୁନି ତା ସେ କଥା। ସ୍ୱୟଂ କହିଲା ଶୁଣୁନାହାନ୍ତି, ବେଳକୁ ଗୁରୁ ଭାଇ ଆଜ୍ଞା ଶୁଣନ୍ତୁ ଶୁଣନ୍ତୁ, ତା ଆଜ୍ଞା ସ୍ୱରୂପ ସ୍ୱୟଂ ଶାନ୍ତ ଅଟେ। ଶାନ୍ତ କାହିଁକି ନା ନିଶ୍ଚୟ। ତା ଦେଖନ୍ତୁ ମାନେ ସ୍ୱରୂପ ନୁହଁ ଆଜ୍ଞା, ଯେମିତି ଆପଣଙ୍କ ସ୍ୱରୂପ। ତା ଆପଣ ସ୍ୱରୂପ କାହିଁ ବାସ୍ ବାସ୍ ଭୁଲ ହେଇଯାଉଛି, ଦୁଇ ହେଇଯାଉଛି, ଦୁଇ ହେଇଯାଉଛି। କହୁଛନ୍ତି? ଓହୋ ଦୁଇ ତ ଆସିଯାଉଛି। ସୁନ୍ଦର କେମିତି ଶୁଣନ୍ତୁ, ଚର୍ଚ୍ଚା। ନାଇଁ କାହିଁକି ନା ଯେତେବେଳେ ବରଫର ପାଖକୁ ଗଲେ ଆପେ ଶୀତଳତା ଅନୁଭୂତ ଆସିଯାଏ। ହୁଏ। ହରି ବୋଲ ହରି ବୋଲ। ସେମିତି ଯେତେବେଳେ ନିଶ୍ଚୟ। ଆମେ ନିଜ ଆଡିକି ଆସୁ, ଆମର ସ୍ଵୟଂ ସ୍ଥିତି କି ଆମେ ଅନୁଭୂତ, କାହିଁକି ନା ଦ୍ୱାର ତାର ଗୋଟେ ଗୋଟେ ଦ୍ୱାର ଖୋଲିବା ଆରମ୍ଭ ହୁଏ ଆଜ୍ଞା 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 ଶାନ୍ତର ଅନୁଭୂତି ହୁଏ ଭିତରେ। କାହିଁକି ଆଜ୍ଞା ନା ସିଏ ମାୟା ଶାନ୍ତି କି ଦେଇପାରେନି, ଆଜ୍ଞା ଆଜ୍ଞା ଆଜ୍ଞା। ସେ ସ୍ଵୟଂ ଶାନ୍ତିର ସାଗର ଅଟେ। ନିଶ୍ଚୟ ନିଶ୍ଚୟ। ଆଉ ଇଏ ସତ୍ୟ, ପ୍ରମାଣ ଅଛି ଆଜ୍ଞା, ଯାହା ବି ଆପଣଙ୍କୁ ସୂର୍ଯ୍ୟରେ ଭାଇ ଆଲୋକ ଦେଇଛି ସିଏ, ନିଶ୍ଚୟ। ଚନ୍ଦ୍ରରେ ଶୀତଳତା ଦେଇଛି ସିଏ। ଅତି ସୁନ୍ଦର, ଅତି ସୁନ୍ଦର, ଅତି ସୁନ୍ଦର। ସିଏ ନୁହଁ ମୁଁ। ମୁଁ ବାସ୍ ବାସ୍ ମୁଁ ଫେର ସେ ନିଶ୍ଚିନ୍ତ। ଆଡକୁ ପଳାଉଛନ୍ତି। ବୁଝିପାରୁଛନ୍ତି? ଆଉ ଦୁଇ ହେଇଯାଉଛି। ଇଏ ଦେଖନ୍ତୁ, ଇଏ ଏତେ ଗଭୀର କଥା ନା, କୋଉ ସାମାନ୍ୟ ମଣିଷ କେହି ବୁଝିପାରିବେନି, ଗ୍ରହଣ କରିପାରିବେନି। ମାୟା ଏତେ ଗଭୀର ଭାବରେ ସଂସାରକୁ ଆଜି ବାନ୍ଧିକି ରଖିଛି, ସତ୍ୟକୁ ଚିହ୍ନିବା ପାଇଁ ବି କେହି ପ୍ରୟାସ କରୁନାହାନ୍ତି। ନା ବା ଚିହ୍ନିବା ନ ଚିହ୍ନିବା ସେଟା ପର କଥା, ଆମେ ଅନୁଭବ କରିବା ନ କରିବା ସେଟା ପର କଥା। କମ୍ ସେ କମ୍ ଜଣେ ଯଦି ମାନିବେ, ଏସବୁ କଥାକୁ ପରଖିବେ। ଶରୀର ମିଛ କହୁଛି, ଠିକ୍ ଅଛି। ଏ ଶରୀର କଥା କୁହନ୍ତୁ, ଆପଣ ରୂପକ ସେ ଶରୀର କଥା କୁହନ୍ତୁ, ଶରୀର ମିଛ କହିପାରେ? ଶରୀର କିଛି ନିଜ ସ୍ୱାର୍ଥ ପାଇଁ ଏମିତି ଆପଣ ହିଁ ବ୍ରହ୍ମ କହିପାରିକିରି କିଛି କୂଟନୀତିକ କିଛି ଯୋଜନା କରିପାରେ, କିନ୍ତୁ ଶାସ୍ତ୍ର ତ ଆଜ୍ଞା ମିଛ କହିବନି ନା। ନାଇଁ 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 ଭାଇ, ଶାସ୍ତ୍ର ତ ଇଏ ସର୍ବୋପରି ନା। ସତ୍ୟ ତ, ଇଏ ପରମ ସତ୍ୟ ନା ଇଏ। ନା ମୁଁ କହୁଛି ଯେ ଯେଉଁ ଅବିବେକୀ ଶରୀର ମାନେ ଏସବୁ ମାୟାରେ କଥାକୁ ହଜିଯାଇଛନ୍ତି ଗ୍ରହଣ ଜାଣିନାହାନ୍ତି। କରୁନାହାନ୍ତି, ତାଙ୍କ କଥା କହୁଛି। ହୁଁ, ବୁଝିପାରୁଛି? ଆଉ ଆମେ ଦେଖନ୍ତୁ, ଆସ୍ଥା ସାଙ୍ଗରେ ଯୋଉଠି ବି ବେପାର ଚାଲିଛି, ବିଜନେସ୍ ହେଇଛି, ସେଠି ହୁଁ, ଅଶାନ୍ତି ବଢ଼ିଛି, ଅଶାନ୍ତି ବଢ଼ିଛି। ଆମେ ଦେଖନ୍ତୁ, ଆହୁରି ବହୁତ ସାରା କଥା ଅଛି, ଆମେ ପ୍ରାକ୍ଟିକାଲି ଯଦି କଥା ହବା। ହୁଁ। ଶିଖ୍ ଧର୍ମ ଗୋଟେ ଅଛି, ଆପଣ ଜାଣିଥିବେ, ଶିଖ୍ ଧର୍ମ। ହଁ ହଁ ଅଛି। ଶିଖ୍ ଧର୍ମ, ସେମାନେ ଗୁରୁ ଗ୍ରନ୍ଥ ସାହେବ, ଗୁରୁଙ୍କ ଗ୍ରନ୍ଥ ହିଁ ଈଶ୍ୱର, ଗୁରୁଙ୍କ ବାଣୀ ହିଁ ଈଶ୍ୱର। ଗୁରୁ ଗ୍ରନ୍ଥ ମାନେ ଗୁରୁଙ୍କ ଯେଉଁ ଆଦେଶ ନିର୍ଦ୍ଦେଶ, ଗୁରୁବାଣୀ ହିଁ ଈଶ୍ୱର ରୂପରେ ପୂଜା କରନ୍ତି, ଆଉ ତାକୁ ଆଚରଣ ଦେଖାନ୍ତି। ହୁଁ, ହୁଁ, ତ ହୁଁ, ତା ଦ୍ୱାରା ଦେଖିବେ, ଶିଖ୍ ଯେତିକ ଶିଖ୍ ଲୋକ, ମାନେ ଆମେ ତ ମାନିଛେ ଏମିତି ତ, ଶିଖ୍ ମୁସଲିମ ହିନ୍ଦୁ ଖ୍ରୀଷ୍ଟିଆନ କିଛି ବି ନାହିଁ, ଆମେ ସବୁ ମାନିଛେ। ସେ ମାନିବାକୁ ନେଇକି ଯଦି ବି ଆମେ ପରଖିବା, ଶିଖ୍ ବ୍ୟକ୍ତିଙ୍କୁ ଦେଖିବେ, ତାଙ୍କ ଭିତରେ ଅଧିକାଂଶ ଲୋକ ସଚୋଟ ପଣିଆ ଥିବେ, ସେବା ଭାବ ଥିବ। ହୁଁ, ବୁଝିପାରୁଛନ୍ତି? କି ଆପଣ ଦେଖିବେ ଯଦି ଆପଣଙ୍କର ଜୈନ ଧର୍ମ ଅଛି, ଆଜ୍ଞା ଜୈନ ଧର୍ମ ଆମେ ଯେଉଁ କହୁଛେ ମାରୱାଡ଼ି କହୁଛେ, ହଁ ହଁ ଜୈନ ଧର୍ମ। ଜାଣିପାରିଲି।
ଜୈନ ସେମାନେ ଧର୍ମରେ ବି ସେ ବି ଅହିଂସାକୁ କହିଛି। ଅହିଂସାକୁ ଗୁରୁତ୍ୱ ଦିଅନ୍ତି। ବାସ୍ ବାସ୍ ବାସ୍, ସେମାନେ ବି ଦେଖିବେ ତାଙ୍କ ଭିତରେ ସଚଟପଣିଆ, ସେ ଯେଉଁ ବେପାର ହୁଁ, ହୁଁ, କରୁଥିବେ ବିଜନେସ୍ କରୁଥିବେ ତା ଭିତରେ ସଚଟପଣିଆ ଥିବ, ଠକାମି ନଥିବ, ତାଙ୍କ ଭିତରେ ଟିକେ ମାନବିକତା ଥିବ। ତ ଏ ଆଜ୍ଞା ଜିନିଷ କେମିତି ଉତ୍ପନ୍ନ ହେଉଛି? ସତ୍ୟକୁ ଚିହ୍ନିବା ଦ୍ୱାରା, ସତ୍ୟର ଆଜ୍ଞା। ଚର୍ଚ୍ଚା କରିବା ଦ୍ୱାରା, ହଁ ନାଇଁ ସତ୍ୟକୁ ବୁଝିବା ଆକ୍ଚୁଆଲି ଦ୍ୱାରା। ଆକ୍ଚୁଆଲି ଆମେ କଣ କରୁଛେ ନା ଏଇ ଯୋଉ ସବୁ ଗୁଣକୁ ଆଚରଣ କଲେ, ଅହିଂସା ହଉ, ଏମାନେ ଏଇ ଗୁଣ ଆମକୁ କଣ କରେ କହିଲେ, ଆକ୍ଚୁଆଲି ଇଏ ଏକତା ଆଡିକି ନେଇଯାଏ, ଏକତା ଆଡ଼କୁ ନେଇଯିବ ନା, ଶାନ୍ତି ଆଡିକି ନେଇଯାଏ। ବହୁତ ଲାଭ ମିଳିବ। ଆମେ ଯେଉଁ କିଞ୍ଚିତ ଲାଭ ରୂପକ ଲୋଭରେ ବାନ୍ଧି ହେଇକିରି ଆମେ ଜଣେ ଜଣଙ୍କୁ ଠକୁଛେ ଭଣ୍ଡୁଛେ, ଆମେ ଯେତେବେଳେ ବ୍ରହ୍ମଜ୍ଞାନକୁ ବୁଝିବା, ଦେଖନ୍ତୁ କେତେ ମଠ ମନ୍ଦିର ଅଛି। ଆମେ ଏ ସଂସାରକୁ ଯଦି ପରଖିବା, ଗାଁ ଗହଳି କୁହନ୍ତୁ କି ସହର କୁହନ୍ତୁ, ପ୍ରତି ଜାଗାରେ ମଠ ମନ୍ଦିର ଅଛି। ସେ ମଠ ମନ୍ଦିରରେ ଯଦି ଏଇ ସତ୍ୟର ପ୍ରଚାର ହେବ, ଆଜିକାଲି ଇଣ୍ଟରନେଟ୍ ଅଛି, ସମସ୍ତେ ଯେତିକ ବି ପୂଜକ ଅଛନ୍ତି, ଯେତିକ ବି ମନ୍ଦିରରେ ଶାସ୍ତ୍ରୀମାନେ ଅଛନ୍ତି, ସେମାନେ ଯଦି ଏ ସବୁ କଥାକୁ ବୁଝିବେ ଆଉ ମନ୍ଦିରକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିକୁ ବୁଝେଇବେ, ସେଠି ହଁ ଦକ୍ଷିଣା ଦିଆଯିବନି, ସେଠି ଭୋଗ ପ୍ରସାଦ କିଣା ବିକା ହବନି, ନାଇଁ ସେଠି ଦର୍ଶନ ବିକ୍ରି ହବନି। ମନ୍ଦିର ହେଲା ସାଧନା କ୍ଷେତ୍ର, ମନ୍ଦିର ହେଲା ପରାବିଦ୍ୟାର ବିଦ୍ୟାଳୟ। ସେଠିକି ନିଶ୍ଚିନ୍ତ ପରିବର୍ତ୍ତନ ଆସିବ ଯିଏ ସେମିତି ଯିବେ ଧୀରେ କିଛି ଧୀରେ। ସମୟ ବସିବେ, କିଛି ସମୟ ସତ୍ସଙ୍ଗ କରିବେ, କିଛି ସମୟ ଶାସ୍ତ୍ର ଅଧ୍ୟୟନ କରିବେ, କିଛି ସମୟ ବାହାର କରିକିରି ଏ ଚିରନ୍ତନ ସତ୍ୟକୁ ବୁଝିବେ। ଆଉ ଧୀରେ ଧୀରେ ଦେଖିବେ ଆପଣ, ଆମ ଆଚରଣରେ, ଆମ ବ୍ୟବହାରରେ ପରିବର୍ତ୍ତନ ଆସିବ। ଜଣେ ଜଣଙ୍କର ସାହାରା ହବା, ଜଣେ ଜଣଙ୍କୁ ସାହାଯ୍ୟ କରିବା। ଭାବି ନିଅନ୍ତୁ ସଂସାର କେତେ ଆନନ୍ଦମୟ ହେଇଯିବ, କେତେ ସୁଖମୟ ହେଇଯିବ। ଆଉ ଥରେ ସେଇ ଆଜ୍ଞା ସତ୍ୟ ଯୁଗରେ। ଆଉ ଗୋଟେ ମୁଁ ଆପଣଙ୍କୁ ବ୍ରହ୍ମ ଆଉ ମାୟା ଭିତରେ ଗୋଟେ ଦେଖୁଛି, ଗୋଟେ ମାନେ ପରିବର୍ତ୍ତନ, ଗୋଟେ ସମ୍ପର୍କ ବୁଝଉଛି, ଆଜ୍ଞା ଆପଣ ଟିକେ ପରଖିବେ। ଆଜ୍ଞା ଏବେ ଆପଣ ଦେଖିଥିବେ ଭର୍ଚୁଆଲ ରିଆଲିଟି ଗୋଟେ ଅଛି, ଆଖିରେ ଏମିତି ପୁରେଇ ଦେବେ, ଆଜ୍ଞା ଆଖିରେ ଆଜ୍ଞା ଆଜ୍ଞା ଆଖିରେ ପୁରେଇ ଦେବେ, ଆପଣଙ୍କୁ ବାନ୍ଧି ଦେବେ ଆଖିରେ, ଆଜ୍ଞା ସେ ଆଜ୍ଞା ଭିତରେ ସବୁ ଚାଲିଥିବ ସିନ୍, ଆପଣ ପୁରା ବାହ୍ୟ ଦୁନିଆରେ ହଜିଯିବେ, ସେ ଭିତରେ ରହିଯିବେ। ବୁଝିପାରିଲେ ବୁଝିପାରିଲେ, କ୍ୟାମେରା ଟାଇପର ଅଛି, ତାକୁ ଆଖିରେ ନଗେଇ ଭର୍ଚୁଆଲ ନେଇକିରି। ରିଆଲିଟି, ହଁ ଆଖିରେ ଲଗେଇଦେବେ, ସେ ଭିତରେ ଗୋଟେ ବୁଝିପାରିଲେ। ସିନ୍ ଚାଲିବ। ଆଜ୍ଞା ସେ ଆଜ୍ଞା ସିନ୍ ରେ ଆପଣ ହଉଛନ୍ତି କର୍ତ୍ତା, ଆପଣଙ୍କ ହାତ ଏମିତି, ଆପଣ ଚାହିଁଲେ ସେଠି ଗୋଟେ ଗଛକୁ ଧରି ବୁଝିହେଲା ପାରିବେ, ବୁଝିହେଲା ବୁଝିହେଲା। ଆଜ୍ଞା, ବୁଝୁଛନ୍ତି 4D 5D ଯେଉଁ ଭିଡ଼ିଓ 4D, ହରିକା ହଁ ଚାଲିଛି, ଯେଉଁ ନା 5D ହରିକା ଚାଲିଛି, ତା ଭିତରେ ଆପଣ କୌଣସି ଜଙ୍ଗଲ ଭିତରେ ବୁଲୁଥିବେ ଗାଡ଼ିରେ ବସିକିରି। ମୁଁ ବି ଏସବୁ ହଁ କଥାକୁ ଯାଇଛି। ଗୋଟେ ଆପଣଙ୍କର ହଁ ଆମର ଗୋଟେ ଜାଗା, ସେ ମନେ ପଡ଼ୁନି, ଭୁବନେଶ୍ୱରରେ ଗୋଟେ ଅଛି ହଁ ସାଇନ୍ସ ପାର୍କ। ଆଜ୍ଞା ସାଇନ୍ସ ପାର୍କରେ ବି ଏମିତିଆ ଗୋଟେ ଛୋଟ ଥିଏଟର ଅଛି, ମୁଭି ଆଜ୍ଞା ଥିଏଟର। ତା ହଁ ଭିତରେ ବି ଶୁଣନ୍ତୁ 5D ଭିଡ଼ିଓ ଦେଖିପାରିବେ। ଆଜ୍ଞା ପାହାଡ଼ ଉପରୁ ପଡ଼ି ଶୁଣୁନାହାନ୍ତି, ଯାଉଛନ୍ତି, ହଁ ହଁ କୌଣସି ହଁ ଗାଡ଼ିଟେ ଏମିତି ଯାଉଛି, ସେ ଆପଣଙ୍କ ଆଖିରେ କୌଣସି। ବାନ୍ଧି ଦେବେ ପରିଷ୍କାର। ବୁଝିପାରିଲେ, ମୁଁ ନିଜେ ଅନୁଭବ କରିଛି, ମୁଁ ବି ଯାଇଛି, ସେ ପିଲାଙ୍କୁ ନେଇକି ଆଉ ସିଏ ଯାଇଥିଲି। ଯୋଉ ଯିଏ ଦେଖୁନଥିବ କି, ସିଏ ଖାଲି ଏମିତି ଥରୁଥିବ ଭୟରେ, କହିଲେ ମୁଁ ପଡିଯିବି କି, ମୁଁ ପଡିଯିବି କି। କାହିଁକି ନା ସେ ସିଟ୍ ଫିଟ୍ ବି ସେ ହଲୁଥାଏ, ସିଟ୍ ହଁ ହେରିକା ସେ ହଲୁଥାଏ। କାହିଁକି ନା ସିଏ ତାକୁ ସତ ମାନି ଦେଇଛି। ସୁନ୍ଦର ସୁନ୍ଦର ବର୍ଣ୍ଣନା, ମାୟା ସେଇଆ। ଆଜ୍ଞା ସିଏ ତାକୁ ସିଏ ଆକ୍ଚୁଆଲି ସେ ଯୋଉ ଭର୍ଚୁଆଲ ରିଆଲିଟି ଭାରି ଟାକୁ ଭାରି ସତ୍ୟ ବଢିଆ ମାନି ଚର୍ଚ୍ଚା ଦେଇଛି। ହେଲା ଆଜି। ଆଉ ତାକୁ ସେ ଯୋଉ ଚାରିପଟେ ଲୋକ ଦେଖିକି ହସୁଥାନ୍ତି, ଆଜ୍ଞା 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 କାହିଁକି ନା ଲୋକ ବି ଦେଖୁଥାନ୍ତି ନା, ଆଜ୍ଞା ସିଏ ଆଜ୍ଞା ଆଜ୍ଞା ମାନେ ପାହାଡ ଉପରୁ ପଡୁଛି, ଆଜ୍ଞା ଆଜ୍ଞା। ଡେଇଁକି ତଳକୁ ପଡୁଛି, ନିଜେ ପଡିଗଲା ଭଳିଆ ଲାଗୁଥିବ ନିଜେ ଆଉ। ପଡିକି ଖାଲି ଚିଲଉଛି ନା, ଚିଲଉଛି ଯେମିତି ଭୟରେ ଥରୁଛି, ବୋବଉଛି, ନାଇଁ ନାଇଁ, ଭୟ ଏସବୁ କରୁଛି। ଏସବୁ କଥାକୁ ଆମେ ଆହୁରି ଗଭୀର ଭାବରେ ବର୍ଣ୍ଣନା କରିଛେ କଣ, ଆଜ୍ଞା ଯେତେବେଳେ ଆପଣ ଆଜ୍ଞା ସ୍ୱପ୍ନ ଦେଖୁଛନ୍ତି, ସ୍ୱପ୍ନ ଆଜ୍ଞା ସତ ନୁହଁ ନା। ନା କିନ୍ତୁ ସ୍ୱପ୍ନ ଦେଖୁଥିବା ବ୍ୟକ୍ତି, ସେ ଦେଖନ୍ତୁ, ଅନେକ ସାଇଣ୍ଟିଷ୍ଟ ଆଜିକାଲି, ଏ ଆଧୁନିକ ସାଇଣ୍ଟିଷ୍ଟ ବି ଅନେକ ଲୋକ ଏ କଥାକୁ ବର୍ଣ୍ଣନା କରି କହିଛନ୍ତି, ମନ ଅନ୍ତର୍ମୁଖୀ ହେଇକିରି ଗୋଟେ ଜିନିଷକୁ ଦେଖୁଥାଏ ସ୍ୱପ୍ନ ହୁଁ ରୂପରେ, ହୁଁ ମନ ବହିର୍ମୁଖୀ ହେଇକିରି ଗୋଟେ ବସ୍ତୁକୁ ଦେଖୁଥାଏ ଭୌତିକ ବସ୍ତୁ ପଦାର୍ଥ ରୂପରେ। କିନ୍ତୁ ହୁଁ ମନ ଏ ଦୁଇଟାରେ ପାର୍ଥକ୍ୟ କରିପାରେନି, ଏ ଦୁଇଟାର ପାର୍ଥକ୍ୟକୁ ଭେଦ କରିପାରେନି, ଏକା ହୁଁ ପରିକା ହିଁ ଚିହ୍ନେ। ବୁଝିପାରୁଛନ୍ତି, କାହିଁକି ନା ମନ ସ୍ତରରେ ଦୁଇଟା ଏକ। ସ୍ୱପ୍ନ ବି ସାକ୍ଷାତ ଯେହେତୁ ଦେଖୁଛି, ସ୍ୱପ୍ନକୁ ବି ସତ୍ୟ ମାନିକିରି ଦେଖୁଛି। ସ୍ୱପ୍ନ ଦେଖୁଥିବା ସମୟରେ ବି ବ୍ୟକ୍ତି କାନ୍ଦନ୍ତି, ହସନ୍ତି, ହଁ ବିଳିବିଳାନ୍ତି, ହଁ ଚିଲ୍ଲାନ୍ତି, ଏସବୁ ସେଇ ସେଇ ଏକା କଥା ହିଁ। ତ ସେତେବେଳେ ମାୟା, ହଁ ମାୟା ବଢିଆ କିନା ଆପଣ କହିଲେ, ମାୟା ଯୋଉଟା ନଥାଇକିରି ଆମକୁ ଡର ହଉଛି, ଏଇଟା ମାୟାର ପୁରା ବହୁତ ଉର୍ଦ୍ଧ୍ୱକୁ ବଢିଆ ଗଲେ, ଉଦାହରଣ। ମାୟାର ଉର୍ଦ୍ଧ୍ୱକୁ ଗଲେ ଆପଣ ଶାନ୍ତି ନିଜକୁ ଶାନ୍ତି, ଜାଣିବେ, ଆନନ୍ଦ ନିଜକୁ ହିଁ ଜାଣିବେ, ଆନନ୍ଦ, ନିଜକୁ ଆପଣ ଜାଣିପାରିବେ। ଜାଣିବେ ଯେ ଆରେ ହେ, ମୁଁ ଜାଣିଗଲେ ଡେଉଁନଥିଲି, ମୁଁ 5 ତାଲା ବିଲ୍ଡିଂ ଉପରୁ ମୁଁ ଡେଉଁନଥିଲି, ଡେଉଁନଥିଲି, ମୁଁ ମୁଁ ଯୋଉଠି ଅଛି ସେଇଠି ଅଛି, ସେଇଠି ଅଛି, ମୁଁ ଦେଖା ଯାଉଛି। ମୁଁ ବହୁତ କେବଳ ବଢିଆ, ଖାଲି ଦେଖୁଥିଲି, ଅନୁଭବ କରୁଥିଲି। ଖୁସି ଲାଗିଲା ଆପଣଙ୍କ ଯୋଉ ଉଦାହରଣ। ଆକ୍ଚୁଆଲି ବହୁତ ସାରା ଆଜ୍ଞା ଉଦାହରଣ ଏସବୁ କଥା ଅଛି। ଏ ଚର୍ଚ୍ଚାକୁ ବି ଆଜି ଆମେ ଅପଲୋଡ଼ କରିଦେବା, କାହିଁକିନା ଏସବୁ ଜିନିଷ ଅନେକ ଲୋକ ଶୁଣିଲେ ତାଙ୍କ ବିବେକ ଜାଗୃତ ହେବ। କମ୍ ସେ ଆଜ୍ଞା କମ୍ ଯେଉଁ ଲୋକ ପରିବର୍ତ୍ତନ ହବା ଆରମ୍ଭ କରିବେ। ସାଧନାକୁ କମ୍ ସେ କମ୍ କେହି ବିକ୍ରି କରିବେନି, ସାଧନା ସ୍ଥଳୀରେ କମ୍ ସେ କମ୍ କେହି ବେପାର କରିବେନି, ଆର ମୂଲ୍ୟକୁ ବୁଝିବେ, ସଂସାରକୁ ଆଉଥରେ
ଏକ ଆଜ୍ଞା ଇଏ ପରା ହଉଛି ଗୋଟିଏ ଯେ ତୋର ମୋର ମାନେ ତୁ ମୁଁ କୁ କାନ୍ଥକୁ ଭାଙ୍ଗି ଦିଏ। ତୁ ମୁଁ ତ ନାହିଁ। ତୁ ମୁଁ ହଁ ଆଜ୍ଞା ତୁ ମୁଁ ତୁ ମୁଁ ଏକ। ନାହିଁ ଆଜ୍ଞା ଏକ ତୁ ମୁଁ ନାହିଁ, ତୁ ମୁଁ ଭାବନା ସ୍ତରରେ ଆମେ ଭାବି ନେଇଛେ। ମୋ ଆଜ୍ଞା ଭିତରେ ହିଁ ଆପଣ ଦୃଶ୍ୟମାନ ହଉଛନ୍ତି, ଆପଣଙ୍କ ଭିତରେ ହିଁ ମୁଁ ମୁଁ ଅନୁଭୂତ ହିଁ ହଉଛି, ଦୃଶ୍ୟମାନ ମୁଁ ହଉଛି। ଦୃଶ୍ୟମାନ ହଉଛି। ତ ଜଣଙ୍କ ବିନା ଆଉ ଜଣେ କୋଉଠି ଅଛନ୍ତି? ଜଣଙ୍କ ଭିତରେ ହିଁ ସମସ୍ତେ ଅଛନ୍ତି। ଜଣଙ୍କ ଭିତରେ ମାନେ କାହିଁକି ନା ମନ ଯାଏ ଭେଦ ଅଛି, ମନର ଉର୍ଦ୍ଧ୍ୱରେ ଯୋଉ ଆତ୍ମା ଅଛନ୍ତି ଆତ୍ମସ୍ତରରେ ଏକ। ଅନେକ ପ୍ରମାଣ ଆମେ ସବୁ ମାନେ ଉପନିଷଦର ମନ୍ତ୍ରର ପ୍ରମାଣ ମାଧ୍ୟମରେ ଏସବୁ ଜିନିଷକୁ ଆମେ ବୁଝିଛେ। ଅନେକ ଭିଡ଼ିଓରେ ଏସବୁ କଥା କୁହାହେଇଛି। ଭଲ ଲାଗିଲା। ଠିକ୍ ଅଛି, ବହୁତ ଲମ୍ବା ବାହାରେ ଚର୍ଚ୍ଚା ହେଇଗଲି। ଲୋକ ବାହାରେ ନ ଖୋଜନ୍ତୁ, ଭିତରେ ଖୋଜନ୍ତୁ। ଭିତରେ ଖୋଜିଲେ ଖୋଜନ୍ତୁ, ଯିଏ ସହଜରେ ଯୋଉଠି ଅଛନ୍ତି ପାଇଯିବେ। ତାଙ୍କୁ ସେଠି ଖୋଜିଲେ ସେଠି ପାଇବେ ନା ଆଉ। ଖୋଜିଲେ ଆଜ୍ଞା ବାହାରେ ସ୍ୱରୂପ ମାୟା ରୂପରେ ଅଛନ୍ତି, ମାୟା ପାଇବେ, ବାସ୍ କିଛି ବାସ୍ ପାଇବେନି। ମନ ସାଙ୍ଗରେ ବାହାରେ ଯଦି ଶାନ୍ତିକୁ ଖୋଜିବା, ଆମେ ଭ୍ରାନ୍ତିରେ ହିଁ ଖୋଜିବା। ଆମେ ସେ ଆଜ୍ଞା ଯୋଉ 5D ମୁଭି ଦେଖିଲା ପରିକା ହିଁ ଆମେ ମାୟାରେ ବାନ୍ଧି ମାୟାରେ ହେଇକା ଯିବା। ବାନ୍ଧିକି କାହିଁକି ନା ଇନ୍ଦ୍ରିୟଙ୍କର ସ୍ୱଭାବ, ଇନ୍ଦ୍ରିୟଙ୍କୁ ଯେତେ ସୁଖ ଦେବେ ସେ ସେତେ ବନ୍ଧନରେ ବାନ୍ଧି ହେଇକା ଯିବେ, ସେତେ ସେ ସୁଖର ଲାଲସାରେ ଛନ୍ଦି ହେଇକା ଯିବେ। ଧରିପାରୁଛନ୍ତି? କିନ୍ତୁ ହୁଁ ଯେତେ ସ୍ୱରୂପରେ ରହିକିରି ବିବେକ ହେଇକି ସବୁ ଜିନିଷକୁ ପରଖିବେ। ପ୍ରିୟ ବସ୍ତୁ, ଶ୍ରେୟ ବସ୍ତୁ, ଦିଟା ବସ୍ତୁ ଅଛି ସଂସାରରେ। ପ୍ରିୟ ବସ୍ତୁ ଆଜ୍ଞା ଯୋଉଟାକୁ ପ୍ରିୟ ଲାଗୁଛି, ପ୍ରିୟ ବସ୍ତୁ ମାଧ୍ୟମରେ ଯେଉଁ ସୁଖ ମିଳୁଛି, ଆନନ୍ଦ ମିଳୁଛି, ଶାନ୍ତି ମିଳୁଛି, ତାର ଗୋଟେ ସମୟ ଅବଧି ଅଛି, କିଛି ସମୟ ପାଇଁ ସେ ଫେର ମିଟିବ। କିନ୍ତୁ ଶ୍ରେୟ ନିଶ୍ଚିନ୍ତ ବସ୍ତୁ ସିଏ ଯେ ଶ୍ରେଷ୍ଠ ବସ୍ତୁ, ଶ୍ରେୟ ବସ୍ତୁକୁ ଯଦି ଆମେ ବୁଝିକିରି ବିବେକୀ ହେଇକିରି ଶ୍ରେୟ ପଦାର୍ଥକୁ ଖାଇବା, ଶ୍ରେୟ ପଦାର୍ଥକୁ ଦେଖିବା, ଶ୍ରେୟ ପଦାର୍ଥକୁ ଶୁଣିବା, ଶ୍ରେୟ ପଦାର୍ଥକୁ ଆମେ ଅନୁଭବ କରିବା, ତ ତେବେ ଆଜ୍ଞା ଯାଇକିରି ସଂସାରର ସଠିକ ସୁଖକୁ, ପରମାନନ୍ଦକୁ ଆମେ ପ୍ରାପ୍ତ କରିପାରିବା। ବହୁତ ଗଭୀର କଥା ଏସବୁ କଥା। ଆଜ୍ଞା ଠିକ୍ ଅଛି, ଆଜିର ହଁ ସତ୍ସଙ୍ଗକୁ ବିରାମ ଦେବା। ଆମେ ହଉ ହଉ ମଝିରେ ଧନ୍ୟବାଦ। ମଝିରେ କଥା ହେବା। ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକିରି। ହଁ ହଉ ହଉ ହରି ଓମ୍, ହରି ଓମ୍, ହରି ଓମ୍। ହରି ଓମ୍।